ପ୍ରକାରରେ ଭିନ୍ନ ପ୍ରକାର ଗୋଟେ ଶୈଳୀରେ ସେବା କାର୍ଯ୍ୟ କରୁଛନ୍ତି ଏବଂ ଯୁବା ଯୁବତୀ ମାନଙ୍କୁ ସେ ପ୍ରଭୁଙ୍କ ଆଡକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଆବଶ୍ୟକ ପଡିଲେ ଅନୁଯୋଗ ମଧ୍ୟ କରୁଛନ୍ତି, ଆବଶ୍ୟକ ପଡିଲେ ସେ ହସଉଛନ୍ତି ଏବଂ ଲୋକମାନଙ୍କୁ ପ୍ରଭୁଙ୍କ ଆଡକୁ ଆଣୁଛନ୍ତି। ତେବେ ମୁଁ ଆଜି ୱେଲକମ୍ କରିବି ଭାଇ MS ଜାକବଙ୍କୁ ଆମ ଏଡି ଓଡିଆ ୟୁଟ୍ୟୁବ ଚ୍ୟାନେଲରେ। ତାଙ୍କୁ ବହୁତ ବହୁତ ସ୍ୱାଗତ। ଥ୍ୟାଙ୍କ ୟୁ ସୋ ମଚ୍ ସାର୍, ଯାହା ତ ଆପଣ ଜାକବ ଭାଇ, ଆପଣଙ୍କର ପ୍ରକୃତ ନାଁ କଣ? ଆକ୍ଚୁଆଲି ସାର୍ ମୋର ନାଁ ହଉଛି ମହେନ୍ଦ୍ର ହରିଜନ। ମହେନ୍ଦ୍ର ହରିଜନ। ହଁ, ଆଉ ଯୋଉ ଜାକବ ଯୋଉଟା ଅଛି, ଆକ୍ଚୁଆଲି ମୁଁ ସଣ୍ଡେ ସ୍କୁଲ କଲା ସମୟରେ ମୋର ସଣ୍ଡେ ସ୍କୁଲ ଷ୍ଟୁଡେଣ୍ଟ ମାନେ ମତେ ଜାକବ ଭାଇ କିନା ଡାକବାର। ତ ତମର ଯୋଉ ମହେନ୍ଦ୍ର ହରିଜନ ଅଛି ସେଟାକୁ ଏବ୍ରିଭିଏସନ ଲେଟର କରିଦେଲି, ମାନେ MH ଜାକବ କରିଦେଲି। ଆଚ୍ଛା ଆଚ୍ଛା ଆଚ୍ଛା, ମାନେ ମହେନ୍ଦ୍ର ହରିଜନ। ତ ମାନେ ମହେନ୍ଦ୍ରର ଏମ୍ ଆଡକୁ ଆପଣଙ୍କର ଭିଡିଓ ମୁଁ ବହୁତ ବର୍ଷ ପୂର୍ବରୁ ଦେଖିଛି, ମାନେ 2-3 ବର୍ଷ ପୂର୍ବରୁ ଦେଖୁଥିଲି। ସେତେବେଳେ ବୋଧେ ଆପଣ ୟୁଟ୍ୟୁବ ରେ ଏତେ ଫେମସ ନଥିଲେ। ଫେମସ ଅର୍ଥ ଏତେ ସାର୍ ଆପଣ ୟୁଟ୍ୟୁବରେ ଲୋକ ଜାଣିନଥିଲେ। ଆପଣଙ୍କର ଭିଡିଓ ଲୋକମାନେ ହ୍ୱାଟ୍ସଆପ୍ ଷ୍ଟାଟସ ରେ ଦଉଥିଲେ, ମୁଁ ଦେଖିଥିଲି। ଆଉ ସାର୍ ଯୋଉ ଭିଡିଓ ଆପଣ ଟିଭି ବାଇଡି କରିଛନ୍ତି, ସେ ଟିଭି ବାଇଡିର କେତେ ଭିଡିଓ କ୍ଲିପ ଗୁଡିକ, ମାନେ ଛୋଟ ଛୋଟ ଭିଡିଓ ଗୁଡାକ ଲୋକମାନେ ଷ୍ଟାଟସ ରେ ଦଉଥିଲେ ଆମ ଏରିଆର ପାଷ୍ଟର ମାନେ, ସେଇଟା ମୁଁ ଦେଖିଥିଲି। ଆଉ ଭାବୁଥିଲି ସାର୍ ଏହି ବ୍ୟକ୍ତି କିଏ ହେଇଥିବେ, କୋଉ ଏରିଆର ଲୋକ ହେଇଥିବେ। ଆଉ ଆପଣଙ୍କର ହଠାତ୍ କୁ ସେ ଟିଭି ବାଇଡିର ଗୋଟେ ଷ୍ଟୁଡିଓ ଭର୍ସନ ଗୀତ ଆସିଗଲା, ତାପରେ ଆମେ ବହୁତ ଖୁସି ହେଲୁ। ସେ ଗୀତ କେମିତି ଆପଣ ବନେଇଲେ, ଷ୍ଟୁଡିଓ ଭର୍ସନ ଗୀତ? ହଁ ହଁ ହଁ, ଆକ୍ଚୁଆଲି ସାର୍ ସେ ଗୀତ ମୁଁ ଯେତେବେଳେ ସଣ୍ଡେ ସ୍କୁଲ କରୁଥିଲି, ଆମେ ସଣ୍ଡେ ସ୍କୁଲ କଲା ସମୟରେ ଗୋଟେ ଡ୍ରାମା ଆମେ ଶିଖିଥିଲୁ। ଆରେ ସେ ଗୀତ ମଧ୍ୟ ମୁଁ ଅପଲୋଡ କରିଛି, ଏ ବାବୁ ସଇତାନ ମଦ ଆମକୁ ନରକେ ନେବ ଜାଣ। ତ ସେ ଗୀତ ହୁଁ ଭିତରେ ଆମେ ଯୋଉ ଡ୍ରାମା ଶିଖିଥିଲୁ, ସେ ଡ୍ରାମାରେ ସବୁ ଜିନିଷ ଅଛି। ତ ମୁଁ ଗିଟାର ଗୋଟେ ଧରିକିନା ବାହାରକୁ ଯିବାର ୱାରସିପ କରିବା ପାଇଁ ମୋର ଅଭ୍ୟାସ ଅଛି ମୋର ଜୀବନରେ। ମାନେ ୱାର୍ସିପ ନ କଲେ ଟିକେ ଭଲ ଲାଗିବନି ମତେ। ତେଣୁକରି ମୁଁ ହୁଁ ୱାରସିପ କରିବା ପାଇଁ ଗଲା ସମୟରେ ଏମିତିରେ ଗୋଟେ ଦିନ ଏମିତି ଦୁଃଖରେ ଥିଲି, ଏମିତି ଗୋଟେ ଜଙ୍ଗଲ ଭିତରେ ପଳାଇଲି। ଦୁଃଖରେ ଥିଲି। ଆହୁରି ପ୍ରଭୁଙ୍କ ନିକଟରେ ମାନେ ପ୍ରାର୍ଥନା କଲା ସମୟରେ ଏମିତି ପ୍ରାର୍ଥନା କରିଥିଲି। ତାପରେ ସେ ଗୀତ ଭାବୁ ଭାବୁ ଏମିତି ମାନେ ଏମିତି କହୁ କହୁ ସେ ଗୀତ ନେଇକି ହଠାତ୍ ପାଟିରେ ଆସିଗଲା ସେଟା। ତ ଆସିଗଲା ପାଇଁ ସେତିକିବେଳେ ମତେ ୟୁଟ୍ୟୁବ ବିଷୟରେ ମଧ୍ୟ ବେଶୀ ଜଣା ନଥିଲା। କେମିତି ଅପଲୋଡ ଖବାର କଣ? ଖାଲି ଜଷ୍ଟ ଗୋଟେ ସିମ୍ପଲି ଭାଇ ତମେ ୟୁଟ୍ୟୁବ ଚ୍ୟାନେଲ ଖୋଲ ବୋଲିକିନା ବହୁତ ଲୋକ କହିବାର ମତେ, ତ ସେମିତି ସିମ୍ପଲି ମୁଁ ଖୋଲି ଦେଇଥିଲି। ତାପରେ ସେ ଭିଡିଓ କ୍ଲିପକୁ ମୁଁ ସେମିତି ବନେଇକିନା ଛାଡିଦେଲି। ତ ଛାଡିଦେଲା ପରେ ରାତାରାତି ପୁରା ଭାଇରାଲ ହେଇଯାଇଛି, ମତେ ଜଣା ନାହିଁ। ହୁଁ ଅନ୍ୟ ଲୋକ ଚ୍ୟାନେଲରେ ଯାକ ସେ ଭିଡିଓ ଦେଖାଯାଉଛି, ମତେ ଡର ଲାଗିଲା। ଏରେ ବାପରେ କେମିତି ହବ ବାପରେ ଗଲା ପରେ ପୁଣି ଡର ଲାଗିଲା, କାହିଁକି ଆମେ ସେ ଭିତରେ ମତେ ଜଣା ନଥିଲା। ଅନ୍ୟ ଲୋକମାନେ ମାନେ ଯେତେବେଳେ ମୁଁ ୟୁଟ୍ୟୁବ ଚ୍ୟାନେଲ ମାନେ ଯାଇକିନା ଖୋଲୁଛି କି ନାଇଁ, ନିର୍ମଲ ଖରା ସାର୍ ତାଙ୍କର ଚ୍ୟାନେଲରେ ପକାଇ ଦେଇଛନ୍ତି। ମତେ ଟିକେ ଡର ଲାଗିଲା, ନିର୍ମଲ କିଏ ଖରା କିଏ ପକେଇଛନ୍ତି ସାର୍ ନିର୍ମଲ ଖରା ସାର୍ ବି ମାନେ ପକେଇ ଦେଇଛନ୍ତି ଆପଣଙ୍କ ଭିତରେ? ହଁ, ତ ହଁ ତାରପରେ ନାଇକି ତାରପରେ କେମିତି ହବ ବୋଲି ଟିକେ ଭୟ ଲାଗିଲା। ତାପରେ କେତେରେ ଭାଇ ମାନେ ଥିଲେ, ସେମାନେ କହିଲେ ନାଇଁ ଭାଇ ତୁଇ ଯୋଉ ଭିଡିଓ ବନାଉଛୁ କି ନାଇଁ ଭୟଙ୍କର ଫେମସ ହେଇଯାଇଛୁ ତୁଇ, ମାନେ ଭିଡିଓ ଯାକ ବନା ତୋର ଭିଡିଓକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ତାରପରେ ଦିନେ କଣ ହେଲା, ନିରଞ୍ଜନ ସାର୍ କଲ କରିଲେ ଦିଲ୍ଲୀପ ସାରଙ୍କ ସହିତ। ନିରଞ୍ଜନ ସାର୍ କଲ୍ କଲେ, ଆରେ ବଢିଆ ଭିଡିଓ ବନାଉଛ ବାବୁ ଆଉ ଏମିତି ବନା କହିଲେ। ମାନେ ତାଙ୍କର ଗୋଟେ ଯୋଉ ନିରଞ୍ଜନ ଫିଡବ୍ୟାକ୍ ସାର୍। ମିଳିଲା, ହଁ ନିରଞ୍ଜନ ସାର୍। ତ ତାଙ୍କେ ଯୋଉ ଗୋଟେ ମାନେ ଗୋଟେ ଫିଡବ୍ୟାକ୍ ମିଳିଲା ପାଇଁ ସେଦିନରୁ ମୁଁ ଟିକେ ବନାଇବାର ଭିଡିଓ ଟିକେ ବନାଇବାର ଟିକେ ଆରମ୍ଭ କଲି। ମାନେ ମାନେ କହିବାକୁ ଗଲେ ସେ କ୍ଲିପ ଆକା ଆଜି ମତେ ଏତେ ଦୂରକୁ ଆଣିଛି। ତାପରେ ଯୋଉ ନିରଞ୍ଜନ ସାର୍ ଯୋଉ ମତେ ଉତ୍ସାହ ଦେଲେ, ଏତେ ବଡ ପ୍ରଚାରକ ଅଳ୍ପ କହିବାଟା ଆମ ପାଇଁ କେଡେ ବଡ ବିଷୟ। ତ ତାଙ୍କେ ଯୋଉଟା ହଁ କହିଲେ ବହୁତ ବଢିଆ ବନାଉଛୁ, ତ ସେଇ ଦିନରୁ ମୁଇଁ ବନାଇ ମାନେ ବନାଇଲି। ତାପରେ ମଝିରେ ଆରେ ଷ୍ଟପ ହେଇଯାଇଥିଲା। ଏମିତି ଗିଟାର ଯାକ ବଜାଇବାର ମାନେ ମୋର ଟିକେ ସିଚୁଏସନ ଟିକେ ବହୁତ ଇଏ ଥିଲା ତ। କିନ୍ତୁ ତାରପରେ ଏ ଭିତରେ ମୁଁ ଯେତେବେଳେ ଜାଣିଲି ୟୁଟ୍ୟୁବ ବିଷୟରେ, ତାପରେ ଲୋକମାନେ ମତେ ମାନେ ଯୁଆଡେ ମଧ୍ୟ ଗଲେ ଭାଇ ତମେ ସେ ବ୍ୟକ୍ତି ନି ବନାଉଛ ୟୁଟ୍ୟୁବ ଭିଡିଓ ଏତିକି ନା ମାନେ ସମସ୍ତେ ଏମିତି କହିବା ପାଇଁ ଲାଗିଲେ, ଇମ୍ପ୍ରେସ କରିବା ପାଇଁ ଲାଗିଲେ। ତ ସେବେଠୁ ମୁଁ ଭିଡିଓ ବନାଇବାଟା ଆରମ୍ଭ କଲି ଆଉ। ତ ଆପଣଙ୍କର ଗୋଟେ ଭିଡିଓ ମୁଁ ଦେଖୁଥିଲି, ଆପଣ ଟ୍ରେନ ଭିତରେ ଗୋଟେ ଟିଟିଆଇ ସହିତ ଆପଣ ଗୋଟେ ଭିଡିଓ ବନଉଥିଲେ, ସେଇଟା କେମିତି ହେଲା? ଟିଟିଆଇ ରାଜି ହେଇଗଲେ?
ହଁ ସାର୍ ଆକ୍ଚୁଆଲି ସାର୍ ମୁଁ ଯିବା ସମୟରେ ମୁଁ ବିଶେଷ କରି କଣ ବୋଲି ମୁଁ ରାଜୀବ ଦାନିଏଲ ସାର୍ ଜିତଲିମା ସାର୍ ନିରଞ୍ଜନ ସାର୍ଙ୍କର ଭିଡିଓ ବହୁତ ଦେଖିଥାଏ ପ୍ରାୟ। ତ ମୁଁ ରାଜୀବ ଦାନିଏଲ ସାର୍ ଯୋଉ ସାର୍ଙ୍କର ଯୋଉ ଲାଇଭ୍ ଥାଏ ମାନେ ବହୁତ ବଢିଆ ସ୍ୱର୍ଗ ରାଜ୍ୟ ବିଷୟରେ ତାଙ୍କେ ବହୁତ ସୁନ୍ଦର ଏକ୍ସପ୍ଲେନ କରନ୍ତି। ଯୋଉ ଟ୍ରାକ୍ ଟା ବୋଲନ୍ତି ତ ମତେ ସେ ମାଇଣ୍ଡ ମାନେ ସେ ଜିନିଷ ମତେ ମନେ ଥିଲା। ତ ଯେତେବେଳେ ଜଣେ ବ୍ରହ୍ମପୁରରୁ ସାର୍ ଜଣେ ମତେ କଲ୍ କରିଥିଲେ ତାଙ୍କର ଟିକେ ଯିବା ପାଇଁ ତ ମୁଇଁ ତାଙ୍କ ଠାନେ ଯିବା ସମୟରେ ନାଇଁ ମୁଁ ଟ୍ରେନରେ ଯେତେବେଳେ ଚଢୁଥିଲି ନାଇଁ ଚଢିଲା ସମୟରେ ସେ ଥିଙ୍କିଙ୍ଗ ମତେ ଆସିଗଲା। ଆରେ ସତରେ ଆକା ଏ ଯୋଉ ଟ୍ରେନ ଯାଉଛି ଏ ଯୋଉ ଟ୍ରେନ ର ଯୋଉ ଚକା ଅଛି ଏଇଟା ଯଦି ଲୁହା ଚକା ଅଛି ଏ ଲୁହା ଚକା ଯଦି ଗୋଟେ ଟିକେ ଟ୍ରାକ ରୁ ଯଦି ଇଆଡେ ମଧ୍ୟ ଯଦି କି ଇଆଡେ ମଧ୍ୟ ଯଦି ହେଇଯିବ ବୋଲେ ସିଧା ପାଲ୍ଟି ହେଇଯିବ। ମାନେ ଲୋକମାନେ ଯୋଉମାନେ ଥିବେ ସମସ୍ତେ ମୃତ୍ୟୁବରଣ କରିବେ। ସେମିତି ଆମ ଆତ୍ମିକ ଜୀବନ ମଧ୍ୟ ଯଦି ଟିକେ ଆମେ ପ୍ରଭୁଙ୍କର ପଥକୁ ଛାଡି ଟିକେ ଇଆଡେ କି ସିଆଡେ ହେଇଯିବା ବଲେ ଆମର ଆତ୍ମିକ ଜୀବନ ମଧ୍ୟ ଡାଉନ ହେଇଯିବ। ତ ସେତିକିବେଳେ ମୁଇଁ କେତେ କଲେ ଭଲ ହେବ ବୋଲିି ମୁଁ ଟିଟିକୁ ଖୋଜବାଟା ଆରମ୍ଭ କଲି। ହେଲେ ଯିବା ସମୟରେ ମୁଇଁ ଟିଟିକୁ ଖୋଜିଲି ପାଇ ପାରିଲି ନାହିଁ। ଖୋଜୁଥିଲି ବହୁତ ସେ ମୁଗିରେ ଯାକ ଖୋଜିଲି ମିଳିଲେ ନାହିଁ। ତାପରେ କେମିତି କରିବା ହଉ ତାପରେ ଫେରଲା ସମୟରେ ଟିଟି ଆଜ୍ଞାଙ୍କର ସହିତ ଦେଖା ହେଲା ତାପରେ ମୁଇଁ ଗଲି टीटी अंकल को रिक्वेस्ट कर ली सर मैं आपके साथ एक वीडियो बनाना चाहता हूँ सर मेरा एक यूट्यूब चैनल है आप चाहो तो आप देख सकते हो मेरा चैनल को बोले ताके देखले मोर चैनल को बढ़िया सब्सक्राइब होती खुशी ही बोले उसके बाद ताके कहले ओके बना लो बोले ତାପରେ ମୁଇଁ ତାଙ୍କର ସହିତ ବନାଇଲି ପ୍ରଭୁଙ୍କର ଦୟାରୁ ସାର୍ ତ ଆଉ ଗୋଟେ ଭିଡିଓ ଆପଣ ବନେଇଥିଲେ ପ୍ଲାଟଫର୍ମରେ ଠିଆ ହେଇଛନ୍ତି ଟିକେଟକୁ ନେଇକି ଆପଣ ବନେଇଛନ୍ତି ଟିକେଟ ନହେଲେ ଯାଇପାରିବ ନାହିଁ ବୋଲିକିରି ସେଇଟା ହଁ କେମିତି ହଁ କେମିତି ମନରେ ଆସିଲା? କେମିତି କହିଲେ ସାର୍ ଏଇଟା ମାନେ ଆମର ଜଣେ ଅଜାଙ୍କର ତାଙ୍କର ଝିଅ ଅସୁସ୍ଥ ଥିଲେ ତାଙ୍କେ ବିଶାଖାପାଟଣା ଯାଉଥିଲେ ତ ବିଶାଖାପାଟଣା ଗଲା ସମୟରେ ଆମେ ତାଙ୍କର ଟିକେଟ କାଟିଲୁ ତାଙ୍କ ଟିକେଟ ମାନେ ଟ୍ରେନରେ ଚଢିକିନା ଯିବା ଯଦି ସେତିକିବେଳେ ଗୋଟେ ମାଇଣ୍ଡ ହେଲା ଆଙ୍କେ ଯଦି ଟିକେଟ ନ କାଟିବେ ବୋଲେ ଟ୍ରେନରେ କେମିତି ଯାଇପାରିବେ ନାହିଁ ଟିଟି ଆସିକିନା ଧରିଦବ ତ ସେମିତି ହୁଁ ଆଜ୍ଞା ଆମେ ମଧ୍ୟ ଯଦି ସ୍ୱର୍ଗ ରାଜ୍ୟର ଟିକେଟ କାଟବା ନାହିଁ ଅର୍ଥାତ୍ ଆମେ ଯଦି ଯୀଶୁଙ୍କୁ ଗ୍ରହଣ କରିବା ନାହିଁ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ନାହିଁ ମାନେ କହିବାକୁ ଗଲେ ପବିତ୍ର ଆତ୍ମା ହଉଛନ୍ତି ସ୍ୱର୍ଗ ରାଜ୍ୟର ଗୋଟେ ଲାଇସେନ୍ସ ସେ ଜିନିଷ ଯଦି ଆମେ ଗ୍ରହଣ କରିବା ନାହିଁ ତାହେଲେ ଆମେ ମଧ୍ୟ ସ୍ୱର୍ଗ ରାଜ୍ୟରେ ଯାଇପାରିବେ ନାହିଁ ଯେମିତି ଆମେ ଟ୍ରେନରେ ଯିବା ସମୟରେ ଆମେ ଟିକେଟ କାଟୁଛୁ ସେମିତି ଆମେ ପବିତ୍ର ଆତ୍ମାଙ୍କୁ ଆମେ ଗ୍ରହଣ ପ୍ରଭୁ ଯୀଶୁଙ୍କୁ ଆମେ ଗ୍ରହଣ କରିବା ନାହିଁ କଲେ ଆମେ ସ୍ୱର୍ଗ ରାଜ୍ୟରେ ଯାଇପାରିବୁ ନାହିଁ ସେ ଥଟ ଆସିଗଲା ତେଣୁକରି ସେ ଅନୁସାରେ ଗୋଟେ ଭିଡିଓ ବନାଇବା ପାଇଁ ପ୍ରଭୁ ସାହାଯ୍ୟ କଲେ ଏଇ କିଛି ଦିନ ହେଲା ଆପଣ ଗୋଟେ ଭିଡିଓ ବନେଇଛନ୍ତି ଯୋଉଠି ଆପଣ ସାର୍ ଆଧାର କାର୍ଡ ଲିଙ୍କ କରିବା କଥାକୁ ନେଇକରି ଆତ୍ମିକତାରେ ଆପଣ ବୁଝେଇଛନ୍ତି ଆଧାର କାର୍ଡ ଲିଙ୍କ ଯେମିତି କରାଯିବ ସେମିତି ଆମେ ପ୍ରଭୁଙ୍କ ଠାରେ ଲିଙ୍କ ହେବା ଦରକାର ସେଇଟା ଗୋଟେ ଥଟ କେମିତି ଆସିଲା? ଆକ୍ଚୁଆଲି ସାର୍ ମତେ ମୋର ମୋବାଇଲ ନଥିଲା ମୋବାଇଲ ନଥିଲା ଆମେ ଗୋଟେ ଛୋଟ ମୋବାଇଲରେ ମାନେ ଇଏ କରୁଥିଲି ବହୁତ ହ୍ୟାଙ୍ଗ ହେଇଯାଉଥିଲା ମାନେ ଗରମ ହେଇଯାଉଥିଲା ସେଟା ପାଇଁ ଭିଡିଓ ମୁଁ ଅପଲୋଡ ମଧ୍ୟ କରିପାରୁନଥିଲି କଣ୍ଟିନ୍ୟୁ ବହୁତ ପରିସ୍ଥିତି ଫେସ୍ କରିବା ପାଇଁ ପଡୁଥିଲା କିନ୍ତୁ ପ୍ରଭୁଙ୍କର ଦୟାରୁ ଅଳ୍ପ ମାନେ ଅଳ୍ପ ଟିକେ ପଇସା ହେଲା ପାଇଁ ମୁଁ ଗୋଟେ ମୋବାଇଲ କିଣିଲି ତ ମୋବାଇଲ କିଣିବା ପାଇଁ ଗଲା ସମୟରେ ମତେ ଆଧାର ଲିଙ୍କ କରାଅ ଗଲେ ପାନ କାର୍ଡ ଲିଙ୍କ କରାଉ କହିଲେ ତାପରେ ପାସବୁକ୍ ଲିଙ୍କ କରାଉ କହିଲେ ଅନେକ ପ୍ରକାର ବିଷୟ ଲିଙ୍କ କରାଉ କହିଲେ ତାର ମତେ ଗୋଟେ ଥଟ ଆଇଲା ଗୋଟେ ମୋବାଇଲକୁ ପାଇବା ପାଇଁ ଗୋଟେ ମୋବାଇଲକୁ ଆମେ ମାନେ ସେମାନଙ୍କର ଏକାଉଣ୍ଟରେ ପଇସା ଚଢବା ପାଇଁ ତାଙ୍କୁ ଲିଙ୍କ କରିବା ପାଇଁ ପଡୁଛି ମାନେ ସେ ବିଷୟରେ ଆମେ ଜାଣିବା ପାଇଁ ଯଦି ମୋର ବାୟୋଡାଟା ସେମାନେ ଜାଣିବାର ଅଛି ବୋଲେ ଲିଙ୍କ କରିବାର ଅଛି ତ ସେମିତି ଆକା ହୁଁ ଗୋଟେ ଆମର ବାୟୋଡାଟା ଗୋଟେ ଲୋକ ଜାଣିବା ପାଇଁ ଯେମିତି ଆମର ଆମକୁ ଯେମିତି ଆମର ଇଏ ଆଧାର କାର୍ଡ ଏଇ ଜିନିଷକୁ ଲିଙ୍କ କରାଉଛନ୍ତି ତ ପ୍ରଭୁଙ୍କର ବାୟୋଡାଟା ଆମେ ଜାଣିବା ପାଇଁ ତାଙ୍କ ସହିତ ଲିଙ୍କ ହେଲେ ତ ଜଣା ପଡିବ ନା ଗୋଟେ ଥଟ ଆସିଗଲା ତ ସେତିକି ଭାବିଲି ମୁଇଁ ସତ କଥା ଆମେ ଚାଉଳ କାର୍ଡ ଚାଉଳ ପାଇଁ ବଲେ ଆମେ ଲିଙ୍କ କରାଉଛୁ ଆଧାର କାର୍ଡ ପାସବୁକ୍ ପାଇଁ ମାନେ ଯେତେବେଳେ ପଇସା ପାଇଁ ଯାଉଛୁ ଆମେ ପାସବୁକ୍ ମାନେ ପାସବୁକରେ ମଧ୍ୟ ଆଧାର କାର୍ଡ ଲିଙ୍କ କରୁଛୁ ସବୁ ଜିନିଷରେ ଆମେ ଲିଙ୍କ କରାଉଛୁ ଯଦି ଲିଙ୍କ ଯଦି ନଥିବ ବୋଲେ ପଇସା ମିଳିବ ନାହିଁ କିଛି ସରକାର ତରଫରୁ ଯାହା ମଧ୍ୟ ଆସୁଛି କିଛି ମିଳିବ ନାହିଁ ମାନେ ଆମେ କିଛି ଜାଣି ମଧ୍ୟ ପାରବା ନାହିଁ ଆମେ ପ୍ରଭୁଙ୍କର ସହିତ ଯଦି ଆମେ ଲିଙ୍କ ଯଦି ରଖବା ନାହିଁ ପ୍ରଭୁଙ୍କର ସହିତ ଆମର ଯଦି ଲିଙ୍କ ଥିବ ନାହିଁ ସମ୍ପର୍କ ଥିବ ନାହିଁ ବୋଲେ ଆମେ ପ୍ରଭୁଙ୍କର ବିଷୟ ମଧ୍ୟ ଜାଣିପାରିବୁ ନାହିଁ ତେଣୁକରି ପ୍ରଭୁ ସାହାଯ୍ୟ କଲେ ସେ ଭିଡିଓ ଗୋଟେ ବନାଇବା ପାଇଁ ସିଧା ଗଲି ଆଧାର କାର୍ଡ କାଢିଲି ବନେଇଦେଲି ଆଉ ତ ଆପଣଙ୍କର ବୟସର ପିଲାମାନେ ସମସ୍ତେ ସାର୍ କିଏ ତ ନିଶା ଦ୍ରବ୍ୟର ଆସକ୍ତ ହେଉଛନ୍ତି କିଏ ତ ସାଂସାରିକ ଜୀବନ ଯାପନ କାଟୁଛନ୍ତି ବାପା ମାର ଅବାଧ୍ୟ ହଉଛନ୍ତି ଆଜିକାଲି ପିଲାମାନଙ୍କୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ କିନ୍ତୁ ସାର୍ ଆପଣଙ୍କୁ କିଏ କଣ୍ଟ୍ରୋଲ କରିବାକୁ ପଡୁନାହିଁ କିଏ ଆପଣଙ୍କୁ କିଏ ସାର୍ କହିବାକୁ ପଡୁନାହିଁ ବରଂ ଆପଣ ହୁଁ ଆହୁରି ଆପଣଙ୍କର ବୟସର ପିଲାମାନଙ୍କୁ କଣ୍ଟ୍ରୋଲ କରୁଛନ୍ତି ଶିକ୍ଷା ଦଉଛନ୍ତି ଏଇଟା କେମିତି ସମ୍ଭବ ହେଲା କେବେଠାରୁ ଏଇଟା ଆରମ୍ଭ ହେଲା? ଆକ୍ଚୁଆଲି ସାର୍ ଦେଖନ୍ତୁ ଆମର ଦ୍ଵାରା ବାଇବଲ କହୁଛି ଆମର ଦ୍ଵାରା କିଛି ହେବ ନାହିଁ କିନ୍ତୁ ଯୀଶୁଙ୍କ ଦ୍ଵାରା ହେବ ଆମର ପାଖରେ କୋଶ୍ଚିନ୍ ଅଛି ଯୀଶୁଙ୍କ ଠାରେ ଆନ୍ସର ଅଛି
ଆମର ପାଖରେ ଆମେ ୱିକନେସ୍ ଅଟୁ କିନ୍ତୁ ପ୍ରଭୁ ଯୀଶୁ ଷ୍ଟ୍ରଙ୍ଗ ଅଟନ୍ତି। ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ସବୁ କିଛି ହେବ। ତେଣୁ ପାଉଲ କହୁଛନ୍ତି ମୋର ଶକ୍ତିଟା ତାଙ୍କ ସାହାଯ୍ୟରେ ମୁଁ ସମସ୍ତ ବିଷୟ କରିପାରେ। ଅର୍ଥାତ୍ ତାଙ୍କର ବାଇବଲର ସବୁଠାରୁ ବେଶୀ ଅନୁଗ୍ରହର ୱାର୍ଡ ଲେଖିଲା ଲୋକ ହଉଛନ୍ତି ପାଉଲ। ତ ତେଣୁକରି ଆମେ ଯେତେବେଳେ ଆମେ ଏଇ ଜିନିଷରେ ଆମେ ଅଛୁ, କାହିଁକି ଆମେ ମନୁଷ୍ୟ ଅଟୁ, ଆମେ ଶରୀରରେ ଅଛୁ କହିଲେ ନାଇଁ କି ଅନେକ ପ୍ରକାର ଟେମ୍ପଟେସନ ଅନେକ ପ୍ରକାର ବିଷୟ ଆମକୁ ଫେସ୍ କରିବା ପାଇଁ ପଡିଥାଏ। କିନ୍ତୁ ପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ଆମେ ସବୁ କିଛି କରିଥାଉ। ତ ମୋର ଲାଇଫରେ ଏଇ ଜିନିଷ ମୁଁ କେମିତି କରିପାରୁଛି, ମେନ୍ ହେଲା ମୁଁ ପ୍ରଭୁଙ୍କୁ ଗ୍ରହଣ କରୁଛି ମୋର ଭିତରେ, ମୁଁ ଏଲାଉ କରୁଛି। ପ୍ରଭୁ କାହିଁକି ପ୍ରଭୁ ଯୀଶୁ ଦେଖନ୍ତୁ ଗୋଟେ ମଣିଷ ଯେମିତି ଉଦ୍ଧାର ପାଇବ ସେଟା ପାଇଁ କରଟା ପ୍ରହାର ସହିଲେ, ସ୍ୱର୍ଗକୁ ଛାଡିଲେ, କଣ୍ଟାର ମୁକୁଟ ସହିଲେ, ଲୋକମାନଙ୍କର ନିନ୍ଦା ସହିଲେ, ଲୋକମାନଙ୍କର ତାରଣା ସହିଲେ, ଅନେକ ପ୍ରକାର ମାନେ ବିଷୟ ସହିକିନା କୃଷରେ ଝୁଲିଲେ। ତ ପ୍ରଭୁ ଯୀଶୁ ଚାହୁଁଛନ୍ତି, ପରମେଶ୍ୱର ଚାହୁଁଛନ୍ତି ଯେ ଗୋଟେ ମଣିଷ କେମିତି ହେଲେ ମତେ ଉଦ୍ଧାର କରୁ, ଏଟା ହଉଛି ତାଙ୍କର ଇଚ୍ଛା। ତ ମୁଁ ମଧ୍ୟ ଯଦି ଚାହିଁବି ପ୍ରଭୁ ମତେ ଉଦ୍ଧାର କରନ୍ତୁ, କାହିଁକି ପ୍ରଭୁଙ୍କୁ ସେଟା ଇଚ୍ଛା। ତ ମୋର ଲାଇଫରେ ମୁଁ ଯଦି ୱେଲକମ କରିବି ପ୍ରଭୁଙ୍କୁ, କାହିଁକି ବାଇବଲ କହୁଛି ତମେ ଗ୍ରହଣ କର, ତ ମତେ ଗ୍ରହଣ କରବାର ଅଛି। ମୁଁ ଦୁର୍ବଳ, ମୁଁ ସବୁଳ ଜିନିଷକୁ ଗ୍ରହଣ କରବାର ଅଛି। ତ ଆମ ଦ୍ୱାରା ହେବ ନାହିଁ, ପ୍ରଭୁଙ୍କ ଦ୍ୱାରା ହେବ। ତେଣୁକରି ମୋର ଲାଇଫରେ ପ୍ରଭୁ ଆପଣ ମୋର ଲାଇଫରେ ଆସ, ମୋର ଜୀବନରେ ଆସ। ତ ମୁଁ ଯୋଉଠାରେ ବେଶୀ ଦୁର୍ବଳ ଥାଏ ସେ ପଏଣ୍ଟକୁ ମୁଁ ନୋଟ କରିବି ଆଉ ପ୍ରଭୁଙ୍କ ନିକଟରେ ଜଣାଇବି, ପ୍ରଭୁ ଏଟା ମୋ ଦ୍ୱାରା ହେଉନାହିଁ, ଆପଣ ମତେ ସାହାଯ୍ୟ କରନ୍ତୁ। ତ ଏଇ ଜିନିଷ ସିମ୍ପଲ ସାର୍, ମାନେ ବହୁତ ଖୁସି, ମାନେ ମୋର ଲାଇଫରେ ମଧ୍ୟ ବହୁତ ଦୁର୍ବଳତା ଥିଲା, ବହୁତ ତଳେ ଖସିଛି, କିନ୍ତୁ ପ୍ରଭୁଙ୍କର ହସ୍ତ ଧରିକି ମୁଁ ଆଜି ମାନେ ଛିଡା ହେଇଛି ଆଉ। ମାନେ ମୋର ବ୍ୟାକ୍ ସାଇଡରେ ଆପଣ କିଏ ନାହିଁ। ଆପଣଙ୍କୁ ଆପଣଙ୍କୁ ମୁଁ ଗୋଟେ କଥା ପଚାରିବି, ଆପଣ ଖରାପ ଭାବିବେ ନାହିଁ। ଆପଣଙ୍କର ସାର୍ ବୟସ କେତେ ବର୍ତ୍ତମାନ? ବର୍ତ୍ତମାନ ମୋର ବୟସ 22 ଚାଲୁଛି ସାର୍। ଆପଣଙ୍କର 22 ବର୍ଷ ବୟସରେ ଆପଣ ଯୋଉ ଏମିତି ଲାଇଫ ଷ୍ଟାଇଲ ଆପଣଙ୍କର ଅଲଗା ସାଂସାରିକ ଲୋକମାନଙ୍କ ଠାରୁ ଅଲଗା ଅଛି, ତ ଆପଣଙ୍କର ସାଙ୍ଗସାଥି ଲୋକମାନେ ଆପଣଙ୍କୁ କେବେ ସାର୍ କହିଛନ୍ତି କାହିଁକି ଏମିତି ହଉଛୁ ରେ, ତତେ କଣ ଜଣା ନାହିଁ ଏ ଯୁଗ କୁଆଡେ ଗଲାଣି, ତୁ ଏମିତି ହେଉଛୁ, ଆଉ ଆମର ଆମେ ଏଇ ସଂସାର ଉପଭୋଗ କରିବା, ଏମିତି କିଛି ଲୋକମାନେ ଆପଣଙ୍କୁ କୁହନ୍ତି ମାନେ ହେୟ ଜ୍ଞାନ କରିକି? ଆକ୍ଚୁଆଲି ସାର୍ ଦେଖ ବାଇବଲ କହୁଛି ମାନେ ଅନ୍ଧକାରରେ ଥିଲା ଲୋକମାନେ ଜ୍ୟୋତି ନିକଟରେ ଆସିବା ପାଇଁ ମାନେ ପସନ୍ଦ କରନ୍ତି, କାହିଁକି ସେମାନଙ୍କର ଭୁଲ ଜିନିଷ ଦେଖାଯିବ ବୋଲି। କିନ୍ତୁ ଯୋଉମାନେ ନମ୍ର ହୁଅନ୍ତି, ପ୍ରଭୁ ମୋର ଭୁଲ ଅଛି, ଏଇ ଜିନିଷକୁ ମୁଁ ଘଟାଇବା ପାଇଁ ଚାହୁଁଛି, ସେମାନଙ୍କର ଦ୍ୱାରା ଏକା ହେଇଥାଏ। ପ୍ରଭୁ ଯୀଶୁ କାହାକୁ ମଧ୍ୟ ଫୋର୍ସ କରନ୍ତି ନାହିଁ, ମତେ ଗ୍ରହଣ କର ବୋଲି ନା କାହାକୁ ଫୋର୍ସ କରନ୍ତି ନାହିଁ। ଆମ ଉପରେ ଡିସାଇଡ ରହିଲା, ମୁଁ ଯଦି ଭଲ ହେବା ପାଇଁ ଚାହୁଁଛି ପ୍ରଭୁଙ୍କୁ ଗ୍ରହଣ କରିବାର ଅଛି, ଏଟା ହଉଛି ମେନ୍ ଫୋକସ। ସୋ ଯୋଉ ଭାଇମାନେ ସେମାନେ ସେମାନଙ୍କର ଜୀବନରେ କରିପାରୁନାହାନ୍ତି, ଅର୍ଥାତ୍ ସେମାନେ ଚାହୁଁନାହାନ୍ତି, ଅର୍ଥାତ୍ ପ୍ରଭୁ ଜିନିଷକୁ ସେମାନେ ଅଗ୍ରାହ୍ୟ କରୁଛନ୍ତି, ପ୍ରଭୁଙ୍କର ଭଲ ଜିନିଷକୁ ସେମାନେ ଅଗ୍ରାହ୍ୟ କରୁଛନ୍ତି। ଏଇଟା ହଉଛି ମେନ୍ ପଏଣ୍ଟ। ତ ଆମର ଲାଇଫରେ ଯଦି ମୁଁ ଯଦି ଚାହିଁବି, ମୁଁ ଯଦି ଭଲ ହେବା ପାଇଁ ଚାହିଁବି, ମୁଁ ଯଦି ପ୍ରଭୁଙ୍କ ଠାରେ ବଢିବା ପାଇଁ ଚାହିଁବି, ଡେଫିନେଟଲି ହେବ। କେମିତି ହେବ, ପ୍ରଭୁଙ୍କୁ ଗ୍ରହଣ କରିବାର ଅଛି, ଏଟା ହଉଛି ମେନ୍ ଉଦ୍ଦେଶ୍ୟ। ଆରେ ଯୋଉ ଭାଇମାନେ ସେମାନେ କରୁନାହାନ୍ତି, ଅର୍ଥାତ୍ ସେମାନେ ସେଇ ଜିନିଷକୁ, ଆରେ ଗୋଟେ କଥା ଆମକୁ ଷ୍ଟ୍ରଗଲ କରିବା ପାଇଁ ଟିକେ ଷ୍ଟ୍ରଗଲ ହେବା ପାଇଁ ପଡିବ, ଟିକେ ଷ୍ଟ୍ରଗଲ ଲାଗୁ। କିନ୍ତୁ ପ୍ରଭୁ ଯୀଶୁ ଏ ଷ୍ଟ୍ରଗଲ ସମୟରେ ମଧ୍ୟ ଜଣେ ସାହାଯ୍ୟକାରୀଙ୍କୁ ଦେଇଛନ୍ତି, ସେଟା ହଉଛନ୍ତି ପବିତ୍ର ଆତ୍ମା, ଯିଏ କି ଆମର ସବୁ କ୍ଷେତ୍ର ଆତ୍ମିକ ଜୀବନର ସବୁ କ୍ଷେତ୍ରରେ ଆମକୁ ସାହାଯ୍ୟ କରନ୍ତି। ତ ତ ଲାଇଫରେ ଆପଣ ମୁଇଁ ଆପଣ ପବିତ୍ର ଆପଣ ଆତ୍ମା। ଆପଣ ଆପଣ ଆପଣଙ୍କର ମେସେଜରେ ଆପଣଙ୍କର ଗୀତରେ ସାର୍ ଏଇ ନାଶ, ବିଡି, ସିଗାରେଟ, ଗୁଡାକୁ, ମଦୁଆ ଏମାନଙ୍କୁ ଆପଣ ପୁରା ମାନେ ଅନୁଯୋଗ କରିକିରି ଭିଡିଓ କରୁଛନ୍ତି। କେବେ କେବେ ଆପଣଙ୍କୁ ଏଇ ସବୁ ଜିନିଷ ୟୁଜ କରୁଥିବା ଲୋକମାନେ ଆପଣଙ୍କୁ କେବେ ଗାଳି କରିଛନ୍ତି, କେବେ ରାଗିଛନ୍ତି କି କଣ ଏମିତି ହେଇଛି? ବହୁତ ସାର୍ ବହୁତ, ଇଭେନ ମୋର କମେଣ୍ଟରେ, ମୋର ଭିଡିଓର କମେଣ୍ଟରେ ଯାକ ଦେଖିବେ ଗଲେ ବହୁତ ଖରାପ ମାନେ ଲାଙ୍ଗୁଏଜରେ ନାଇକି ଗାଳି କରୁଛନ୍ତି। ମାନେ କେମିତି ସେମାନଙ୍କର ଭିତରେ ଏମିତି ଜିନିଷ ଯାକ ଆସୁଛି, ଆଶ୍ଚର୍ଯ୍ୟ ମଧ୍ୟ ଲାଗୁ କେମିତି ଲୋକମାନେ କହୁଛନ୍ତି ବୋଲିକିନା। ମାତ୍ର ଏମିତି କହିବି ପ୍ରଭୁଙ୍କର ଦୟାରୁ ମାନେ ଯୋଉ ଟିଭି ବାଇଡର କ୍ଲିପ ଦ୍ଵାରା ନାକି ଅନେକ ଲୋକ ପରିବର୍ତ୍ତନ ହେଇଛନ୍ତି, ଅର୍ଥାତ୍ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ସାକ୍ଷ୍ୟ ଶୁଣିଛି ମୁଇଁ, ମଦ ବୋତଲ ମାନେ ମଦ ଗ୍ଲାସ ଧରଲା ସମୟରେ ଭାଇ ଏ ଗୀତ ଶୁଣିଲା ସମୟରେ ମୁଁ ଛାଡିଦେଲି କହିଲେ। ୱାଓ, ଆଠୁ ବଡ ସତ୍ୟ କଣ ଅଟେ। ଅନେକ ଲୋକ ଛାଡିଛନ୍ତି Praise ସାର୍, the Lord. ସେମାନେ ନିଜେ ନିଜେ ଭାଇ ମୁଇଁ 5 ବର୍ଷ ଏତେ ଏମିତି ମୋର ସ୍ତ୍ରୀ ମତେ କହୁଥିଲା, ପାଷ୍ଟର ମତେ କହୁଥିଲା, ସମସ୍ତେ କହୁଥିଲେ, ମୁଇଁ ବଦଳି ପାରୁନଥିଲି, ମାତ୍ର ଏ ଗୀତ ମୋ ଜୀବନରେ ମାନେ ଯେତେବେଳେ ମୁଇଁ ଶୁଣିଲି ମୁଇଁ ପରିବର୍ତ୍ତନ ହେଲି ବୋଲିକିନା। ୱାଓ, ପ୍ରଭୁଙ୍କୁ ବହୁତ ଧନ୍ୟବାଦ। ତ ଯୋଉ ଟିଭି ବାଇଡି ଯୋଉ ଏ ଜିନିଷ, ତ ଗୋଟେ ଲୋକ ଯଦି ପରିବର୍ତ୍ତନ ଏ ଜୀବନରେ ଏ ଜିନିଷ ଯଦି ଆସୁଛି, ଇଭେନ ଯୋଉ ମୋର ଟିଭି ବାଇଡି କ୍ଲିପ ଟା ଆସାମର ଲୋକମାନେ ଦେଖୁଛନ୍ତି, ଆସାମର ଲୋକମାନେ ବୁଝୁଛନ୍ତି, ସିଆଡୁ ଯାକ କଲ ଆସୁଛି ଆମର କେରଳରୁ, ହାଇଦ୍ରାବାଦରୁ, ମାନେ ଦିଲ୍ଲୀରୁ, ମାନେ ସମସ୍ତେ ମାନେ ଏ ଟିଭି ବାଇଡି ଯୋଉ ସେମାନେ ସେମାନଙ୍କର ମାନେ ଓଡିଶାରୁ ଯୋଉମାନେ ସେଠି ଯାଇକିନା ମାନେ ରହି ଯାଇଛନ୍ତି କି ନାଇଁ, ସେମାନେ ମଧ୍ୟ ବୁଝିପାରୁଛନ୍ତି।
ତ ବହୁତ ଉତ୍ସାହ ମିଳେ ଯାହା ହଉ ପ୍ରଭୁ ମାନେ ଏଇଟା ଗୋଟେ ପ୍ରଭୁଙ୍କର ଗୋଟେ କାର୍ଯ୍ୟ ସାର୍ ଯାହାକି ଅଦର ଲାଙ୍ଗୁଏଜ ର ଲୋକମାନେ ମଧ୍ୟ ମାନେ ସତ କଥା ଆକ୍ଚୁଆଲି ଏଟା fact ବୋଲି ସେମାନେ ଜାଣୁଛନ୍ତି ଆକ୍ଚୁଆଲି ଏଟା ଭଲ ନାହିଁ ବୋଲିକିନା ତ ଯୋଉମାନେ ଏଟା ସେମାନଙ୍କୁ ଖାଇବା ପାଇଁ ଅଭ୍ୟାସ ସେମାନେ ନ ଖାଇଲେ ମରିଯିବୁ ବୋଲା ପାରନ୍ତିବେ ସେଟା ପାଇଁ ସେମାନଙ୍କୁ ସେଟା କଷ୍ଟ ଲାଗୁଛି ରିସା ଲାଗୁଛି ତେଣୁକରି ସେମାନେ ସେଟା ମାନେ କହିବି ଆକା କାହିଁକି ଅନ୍ଧକାର ସହିତ ଆଲୋକର କିଛି ସମ୍ପର୍କ ନାହିଁ କି ନାଇଁ ସେମିତି ଆମେ ଯୋଉଟା ଖରାପ ଭାଇ ବୋଲିକିନା କହିବୁ କି ନାହିଁ ସେମାନେ ମାନବି ନାହିଁ ତେଣୁକରି ସେମାନେ ସେଟା ଅଭଦ୍ର ଭାଷାରେ ଗାଳି କରୁଛନ୍ତି ଇଏ କରୁଛନ୍ତି କିନ୍ତୁ ନମ୍ର ହେଇକରି ଗୋଟେ ବ୍ୟକ୍ତି ଯଦି ଗ୍ରହଣ କରିବ ୟା ପ୍ରଭୁ ନିଶ୍ଚୟ କାର୍ଯ୍ୟ କରିବେ। ଗୋଟେ ପଟୁ ଆପଣଙ୍କୁ ବିରୋଧ ମଧ୍ୟ କରୁଛନ୍ତି କିନ୍ତୁ ଗୋଟେ ପଟୁ ଆପଣଙ୍କୁ ଲୋକମାନେ ପ୍ରେମ କରୁଛନ୍ତି। ଆପଣଙ୍କର କଥାରେ ଲୋକ ପରିବର୍ତ୍ତନ ବି ହଉଛନ୍ତି। ଆସାମରୁ ଅ ଆନ୍ଧ୍ରାରୁ ହାଇଦ୍ରାବାଦରୁ ଅନ୍ୟ ଅନ୍ୟ ଷ୍ଟେଟ ରୁ ବି ଆପଣଙ୍କୁ ଲୋକମାନେ ପ୍ରଶଂସା କରୁଛନ୍ତି ଆପଣଙ୍କୁ ପ୍ରେମ କରୁଛନ୍ତି ଆପଣଙ୍କର ଗୀତରେ ଲୋକମାନେ ଚେଞ୍ଜ ହଉଛନ୍ତି ତ ଏତିକି ଛୋଟ ବୟସରେ ଆପଣ ଏତେ ସବୁ ପ୍ରଭୁଙ୍କ ପାଇଁ କରୁଛନ୍ତି। ଆପଣଙ୍କ ପରି ଯଦି ଓଡିଶାରେ ଆହୁରି 10 ଜଣ ବାହାରି ଯିବେ ତ କେତେ ଭଲ ହେଇଥାନ୍ତା। ଆପଣ କଣ କହିବେ ଆପଣଙ୍କର ବୟସର ପିଲାମାନଙ୍କୁ ବର୍ତ୍ତମାନ ଯୋଉ ପିଲାମାନେ ମୋବାଇଲ ଧରିକିରି ଫ୍ରି ଫାୟାର ଖେଳୁଛନ୍ତି ମୋବାଇଲ ଧରିକିରି ଖରାପ ଖରାପ ଭିଡିଓ ଦେଖୁଛନ୍ତି ରିଲ ଗୁଡାକ ବନାଉଛନ୍ତି ଯାହାକି ଖ୍ରୀଷ୍ଟିଆନ ସୋସାଇଟିରେ ନ ହେବା କଥା ସେମିତି କାମ ଗୁଡାକ କରୁଛନ୍ତି। ଇଭେନ ସେମାନେ ଗୋଟେ ଗୋଟେ ମାନେ ଖ୍ରୀଷ୍ଟୀୟ ପରିବାରର ଆସୁଛନ୍ତି କିନ୍ତୁ ସେମାନେ ସାଂସାରିକ ଭିଡିଓ ଗୁଡାକ କରୁଛନ୍ତି ଆପଣଙ୍କ ପରି ସେମାନେ ହେଲେ କେତେ ଭଲ ହେଇଥାନ୍ତା। ହଁ ହଁ ହେଲେ କଣ କହିଲି ସାର୍ ବାଇବଲ କହୁଛି ଦ୍ୱିତୀୟ କରନ୍ଥୀୟ 5:17 ଲେଖାଇଛି ଯେ କି କୃଷ୍ଣଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି ଦେଖ ପୁରାତନ ସ୍ୱଭାବ ସବୁ ଲୋପ ପାଇଅଛି ଅର୍ଥାତ୍ ଯୋଉମାନେ କୃଷ୍ଣଙ୍କ ଠାରୁ ଜାତ ହେଇନାହାନ୍ତି ସେମାନଙ୍କୁ ହିଁ ଖରାପ ଜିନିଷ ଭଲ ଲାଗେ ତେଣୁକରି ଯୋଉମାନେ କୃଷ୍ଣଙ୍କ ଠାରୁ ଜାତ ହେବେ ସେମାନଙ୍କୁ ଖରାପ ଜିନିଷ କରିବା ପାଇଁ ଇଚ୍ଛା ଲାଗବ ନାହିଁ ସପୋଜ ଉଦାହରଣ ଗୋଟେ ମା ଯେତେବେଳେ ଗୋଟେ ଛୁଆକୁ ମାନେ ଅ ମାନେ ଜଗତରେ ଆଣବ ମାନେ ଜନ୍ମ କରବ ସେ ଛୁଆ ପୁଣି ଥରେ ଆରି ମା ଗର୍ଭରେ ଯିବ ନାହିଁ ଅର୍ଥାତ୍ ମା ଗର୍ଭରେ ଯୋଉ ଆକ୍ଟିଭିଟି ସେ କରୁଥିଲା ମା ଗର୍ଭରେ ଯୋଉ ଦୁନିଆରେ ଥିଲା ବାହାରେ ଆସିଲା ସମୟରେ ସେ ଦୁନିଆରେ ପୁଣି ଥରେ ଯିବ ନାହିଁ ସେ ମା ଗର୍ଭରେ ଯୋଉ ଆକ୍ଟିଭିଟି ମାନେ ଯୋଉ ଜିନିଷ କରବ ବାହାରେ ଆସିଲାରେ ସେ ଜିନିଷ କରିପାରିବ ନାହିଁ ଦ୍ୟାଟ୍ସ ସେମ୍ ଯେ କୌଣସି ବ୍ୟକ୍ତି କୃଷ୍ଣଙ୍କ ଠାରୁ ଜାତ ହେବ ସେ ଆଉ ସେ ମନ୍ଦ ଜିନିଷ କରିବ ନାହିଁ ବାଇବଲ କହୁଛି ଯେତେ ଲୋକ ତାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯୋଉମାନେ ତାଙ୍କ ନାମରେ ବିଶ୍ୱାସ କଲେ ସେ ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ ନିମନ୍ତେ ଅଧିକାର ଦେଲେ ତାର ତଳେ ମେନ୍ସନ ହେଇଛି 13 ଜନ 1:13 ସେମାନେ ମଣିଷ ଠାରୁ ଶରୀର ଠାରୁ ମନୁଷ୍ୟ ମାନଙ୍କର ଇଚ୍ଛା ଠାରୁ ମନେ ପଡୁନାହିଁ ସେଟା ମାନେ ଜାତ ହେଲେ ନାହିଁ କିନ୍ତୁ କୃଷ୍ଣଙ୍କ ଠାରୁ ଜାତ ହେଲେ ଅର୍ଥାତ୍ ମଣିଷ ଠାରୁ ବୋଲେ ମଣିଷ ଇଚ୍ଛା ଯୋଉଟା କରିବ ସେଟା କରିବ ନାହିଁ ଈଶ୍ୱରଙ୍କ ଠାରୁ ଜାତ ହେଲେ ଈଶ୍ୱର ଯୋଉଟା ଚାହାନ୍ତି ସେ ମଣିଷ ସେଟା କରିବ ମଣିଷର ରକ୍ତରୁ ସେମାନେ ଜାତ ହେଲେ ନାହିଁ ଅର୍ଥାତ୍ ଯେତେବେଳେ ଗୋଟେ ଲୋକ କୃଷ୍ଣଙ୍କ ଠାରୁ ଜାତ ହେବ କୃଷ୍ଣଙ୍କର ଡିଏନଏ ତାର ଭିତରେ ଅଟୋମେଟିକ ଫ୍ଲୋ ହେବ ତାପରେ ମଣିଷର ଇଚ୍ଛା ଯାକ ମାନେ କଣ ଅଛି ସେ ୱାର୍ଡ ଟା କାଢି ଦଉଛି ସାର୍ ହଉ ପ୍ରଭୁଙ୍କୁ ବହୁତ ଧନ୍ୟବାଦ। ହଁ ଲେଖାଇଲେ ସେମାନେ ରକ୍ତରୁ ଶରୀରର ଇଚ୍ଛାରୁ ମଣିଷର ରକ୍ତରୁ ମାନେ ଗୋଟେ ଡିଏନଏରେ ନେଇକି ଦେଖ ମଣିଷର ସ୍ୱଭାବର ଡିଏନଏରେ ନେଇକି ସବୁବେଳେ ସେ ମନ୍ଦତା ଚିନ୍ତା ମାନେ ଗୋଟେ ମଣିଷ ହିସାବରେ ଯଦି ଆମେ ଦେଖିବା ବୋଲେ ସେ କଣ ଚାହିଁବ କିନ୍ତୁ ଯେତେବେଳେ ଈଶ୍ୱରଙ୍କ ଠାରୁ ଗୋଟେ ଲୋକ ଜାତ ହେଇଯିବ କି ନାହିଁ ତାର ଭିତରେ ଈଶ୍ୱରଙ୍କର ଡିଏନଏ ଥିବ ସୋ ତ ଅନ୍ଧକାରର ଜିନିଷ ଖାଲି ଅନ୍ଧତା ମାନେ ମନ୍ଦ କାମ କରବାଟା କିନ୍ତୁ ଈଶ୍ୱରଙ୍କ ଠାରୁ ଯେ ଜାତ ହେବ ସବୁବେଳେ ଆଲୋକର ସନ୍ଧାନ ଆଲୋକ ପରେ ହିଁ ଆଚରଣ କରିବ ଆଲୋକ ପରେ ହିଁ ସ୍ୱଭାବ ଦେଖାଇବ ଆଲୋକ ପରେ ହିଁ ସବୁ କିଛି କରିବ ତେଣୁକରି ଅନେକ ଲୋକ ଆଜି ଖ୍ରୀଷ୍ଟିଆନ ହେଇଛନ୍ତି କିନ୍ତୁ ଈଶ୍ୱରଙ୍କର ସନ୍ତାନ ହେଇନାହାନ୍ତି ଏଇଟା ହଉଛି ଦୁଃଖର କଥା ଯଦି ଚର୍ଚ୍ଚରେ ହଉ ଈଶ୍ୱରଙ୍କର କିମ୍ବା ସନ୍ତାନ ସଭାରେ ମିଟିଂରେ ଚର୍ଚ୍ଚରେ ବଡ ବଡ ପ୍ରୋଗ୍ରାମରେ ପ୍ରଭୁଙ୍କର ବାକ୍ୟ ଶୁଣିଲେ ଲୋକମାନେ ପରିବର୍ତ୍ତନ ହେଇଯାଉଛନ୍ତି ସେମାନେ ଅନୁତାପ କରୁଛନ୍ତି ଆଖିରୁ ଲୁହ ବାହାରି ପଡୁଛି କିନ୍ତୁ ଘରକୁ ଗଲା ପରେ କିଛି ସମୟ ପରେ ପୁନର୍ବାର ସେମାନେ ଆଉ ଥରେ ଖରାପ କାମରେ ଲିପ୍ତ ହେଇଯାଉଛନ୍ତି ସେମାନେ କହୁଛନ୍ତି ଯେ ଆମେ ବହୁତ ଚେଷ୍ଟା କରୁଛୁ କିନ୍ତୁ ଆମେ ଆଉ ଥରେ ପ୍ରଭୁଙ୍କ ଠାରେ ଆମେ ଲାଗିକି ରହିପାରୁନୁ ଆମ ମାନେ କେମିତି ହେଲେ ମଧ୍ୟ ଖରାପ କାମରେ ପଡି ଯାଉଛୁ ତ ସେମାନେ କଣ କଲେ ପ୍ରଭୁଙ୍କ ଠାରେ ସେମାନେ ଆଗକୁ ବଢି ପାରିବେ। ଆକ୍ଚୁଆଲି ଏଟା କଣ କହିବି ସାର୍ ଯୋଉଟା ଆମର ଆମକୁ ଯୋଉଟା ନେଇକି ଡିଷ୍ଟର୍ବ କରୁଛି ଯୋଉ ଜିନିଷ ଆମର ୱିକନେସ ଲାଗୁଛି ସେଟାକୁ ଆମେ ନୋଟ କରିବା କଥା ନୋଟ କରି ପ୍ରଭୁଙ୍କର ନିକଟରେ କହିବା କଥା ଆଉ ଗୋଟେ କହୁନି ବାଇବଲ କହୁଛି ତମେ କଣ କି ଖରାପ ଲୋକର ସହିତ ସଙ୍ଗତି ରଖବାର ନାହିଁ ସପୋଜ ଗୋଟେ ମଦୁଆ ଯଦି ଚାହିଁବ ମୁଁ ମଦ ପିଇବା ପାଇଁ ଚାହିଁବି ନାହିଁ ବୋଲିକିନା ସେ ମଦୁଆ ମାନଙ୍କ ସହିତ ମାନେ ସଙ୍ଗୀତ ନ ହଉ ନ ମିଶୁ ଯଦି ସେ 5 ଲୋକ ସହିତ ମିଶିବ ବୋଲେ ଆରେ ଚାଲ ଭାଇ ଚାକନା ଅଛି ଆଜି ଚାଲ ପିଇବା ବୋଲେ ସେ ପିଇବ ଆକା
ତ ଦ୍ୟାଟ୍ ସେମ୍ ଆମେ ମଧ୍ୟ ଆମେ ଚାହୁଁଛୁ ମୁଁ ଆତ୍ମିକତା ଜୀବନରେ ବଢିବା ପାଇଁ ଚାହୁଁଛି ଏ ଜିନିଷ କରିବା ପାଇଁ ଚାହୁଁନାହିଁ ଦ୍ୟାଟ୍ ସେମ୍ ମୋର କଣ୍ଟାକ୍ଟ ହେଉଛି ବହୁତ ଇମ୍ପୋର୍ଟାଣ୍ଟ ମୁଁ କୋଉ ସାଙ୍ଗମାନଙ୍କ ସହିତ ମୁଁ ରିଲେସନସିପ ରଖୁଛି ମୁଁ କୋଉ ଜାଗାରେ ବସା ଉଠା ହଉଛି ମୁଁ କୋଉ ଜାଗାରେ ଏଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ଆରେ ଏ ଜିନିଷ ଯଦି ଆମେ ସମସ୍ତଙ୍କ ସହିତ ଆମେ ଇଏ ହେଇଯିବା ବୋଲେ ଛାଡି ହେବ ନାହିଁ ହେବ ନାହିଁ ଜିନିଷ ଗୋଟେ ତ ଆତ୍ମିକତା ଜାକବ ଜାକବ ଭାଇ ମୁଁ ଆପଣଙ୍କୁ ଆଉ ଗୋଟେ ପଚାରିବି ଆପଣ ବାଇବେଲ ଟ୍ରେନିଂ କରିଛନ୍ତି? ନାଇଁ ସାର୍ ତ ଏତେ ସବୁ ବିଷୟ କେମିତି ଆପଣ ଜାଣିଲେ ଆପଣଙ୍କୁ କିଏ କିଏ ଆପଣଙ୍କର ଟିଚର କିଏ? ଆକ୍ଚୁଆଲି ସାର୍ କହିବାକୁ ଗଲେ ମୋର ଲାଇଫ ଆକ୍ଚୁଆଲି ବହୁତ ମାନେ ବଡ ଭୟଙ୍କର ମୋର ଲାଇଫ ମାନେ ଆମର ଗାଁର ଲୋକ ମତେ ଡରୁଥିଲେ ମାନେ ଛୋଟ ଥିଲା ସମୟରେ ମାନେ ବାଘର ଲେଜକୁ ଧରିଲା ବାର ପିଲା ମୁଁ ଥିଲି ମାନେ ମୋର ଲାଇଫରେ ଏମିତି ଆଚ୍ଛା କୋଉ କାମ କରିନାହିଁ ମାନେ ମନ୍ଦ ତା କାମ ମାନେ ଭୟଙ୍କର ଜିନିଷ ଯାକ କରିଛି ମୋର ଲାଇଫରେ ମାନେ ଛୋଟ ବେଳରୁ ମା ନାହାନ୍ତି ଭାଇ ନାହାନ୍ତି ବାପା ମଧ୍ୟ ଛାଡିଦେଲେ ଘର ମଧ୍ୟ ନାହିଁ ଏଇ ପ୍ରକାର ପରିସ୍ଥିତିରେ ଲୋକ ବାକ ମଧ୍ୟ ନାହିଁ ଆହା ବୋଲବା ଲୋକ ମଧ୍ୟ ନାହିଁ ଏମିତି ପରିସ୍ଥିତି ଛୋଟ ବେଳରୁ ମୁଁ ଆଚ୍ଛା ବଢିଛି ଏମତି ତ ଏମିତି ମାହୋଲରେ ମାନେ ମା ବାପା ଆପଣ ନିଜେ ଭାବନ୍ତୁ ଗୋଟେ ଛୋଟ ବୟସର ଲୋକ କଣ ମାନେ ଗୋଟେ ମା ବାପା ଥିଲେ ବୋଲେ ସ୍ନେହ ମମତା ଏମିତି ବୋଲବା ଜିନିଷ ମୁଁ ଜାଣିନାହିଁ ଗୋଟେ ନୂଆ ଡ୍ରେସ ଗୋଟେ ଜନ୍ମ ପର୍ବ ଆଇବ ନୂଆ ଡ୍ରେସ ଗୋଟେ ପିନ୍ଧି ଏମିତି ପଇସା ମତେ କେତେ ଦେତେ ବୋଲି ମୁଁ କିଣି ଖାଇଥାନ୍ତି ଏମିତି ଜିନିଷ ମୋର ଲାଇଫରେ କରିନାହିଁ କିନ୍ତୁ ଯୋଉ ଦିନ ମୁଁ ଯୀଶୁଙ୍କୁ ଗ୍ରହଣ କଲି ୱାଓ ଯୋଉ ଦିନ ମୁଁ ଯୀଶୁଙ୍କୁ ଗ୍ରହଣ କଲି ସେଦିନଠୁ ମାନେ ପ୍ରଭୁଙ୍କ ଦ୍ଵାରା ମାନେ ଚାଳିତ ହେଇକିନା ବାଇବଲ ପଢବା ଷ୍ଟାର୍ଟ ହେଇଗଲା ମାନେ ମୁଁ ଗୋଟେ ହଷ୍ଟେଲ ଥ୍ରୁରୁ ମୁଁ ଯୀଶୁଙ୍କୁ ଗ୍ରହଣ କଲି ତ ସେଠି ନେଇକି ସାର୍ ମାନେ ଶିଖାଉଥିଲେ ସଣ୍ଡେ ସ୍କୁଲ କେମିତି କରବାର ମେଟ୍ରୋ ପ୍ରୋଗ୍ରାମ କେମିତି କରବାର ତ ସେଠି ଯେତେବେଳେ ସେମାନେ ଟିଚିଂ ଦଉଥିଲେ ତୁମେ ସେଠି ପଢବାର ବାଇବଲ ବହୁତ ପଢବାର ମାନେ ପ୍ରଭୁଙ୍କର ପ୍ରଭୁ ମାନେ ଏମିତି ଗୋଟେ ମୋର ଲାଇଫ ଥିଲା ସେଠି ମତେ ଦିବାନା ବୋଲବାର ಯೇಸು କା ଦିବାନା ବୋଲବାର ମାନେ ଲଙ୍ଗଳି ଟାଣି ଟାଣି ଗୀତ ଗାଇବାର କପଡା ସଫା କରି କରି ଗୀତ ଗାଇବାର ମାନେ ରାତିରେ ଘଣ୍ଟେ ବେଳେ ମଧ୍ୟ ଗିଟାର ଧରି ପଲାଇବାର କୁଆଡେ କି କୁଆଡେ ରାତିରେ 2ଟା ବେଳେ ମିଶା ଗିଟାର ଧରି ବଜାଇବାର ମାନେ ଏମିତି ଗୋଟେ ପ୍ରଭୁଙ୍କ ସହିତ ଏମିତି ଗୋଟେ ମାନେ ଏମିତି ଗୋଟେ କ୍ଲୋଜନେସ୍ ଆସିଗଲା ଇଭେନ ମତେ ଏବେ ଗୋଟେ ଲୋକ ଯଦି କହିବ ଭାଇ ତୁ ଯୀଶୁଙ୍କୁ ଛାଡିଦେ ବୋଲି ଚାନ୍ସ ନାହିଁ ପୃଥିବୀ ଛାଡ ଛାଡିଦେବ ଯୀଶୁଙ୍କୁ ଛାଡି ହେବ ନାହିଁ କାହିଁକି ବୋଲି ପ୍ରଭୁଙ୍କର ସହିତ ଏମିତି ଗୋଟେ ସମ୍ପର୍କ ରହିଯାଇଛି ମାନେ ପ୍ରାର୍ଥନା ନ କରିଲେ ବାଇବେଲ ନ ପଢିଲେ ପ୍ରଭୁଙ୍କର ଆରାଧନା ନ କଲେ ଜୀବନ ଠିକ ଲାଗୁ ନାହିଁ ସେଦିନ କେମିତି କଟ ଲାଗିବ ସେଟା ଗୋଟେ ଆଜି ଭାତଟା ଖାଇ ନାହିଁ ପାରିଲା ସେଦିନ ତ ସେମିତି ମୋର ଲାଇଫରେ ମୁଇଁ ପ୍ରଭୁଙ୍କୁ ସେମିତି ଅନୁଭବ କରିଛି ପ୍ରଭୁଙ୍କୁ ସେମିତି ମାନେ ପ୍ରଭୁଙ୍କର ସହିତ ମୋର ସେମିତି ମାନେ କଣ କହିବି କି ରିଲେସନସିପ ଅଛି ସାର୍ ମାନେ ସତ କଥା କହୁଛି ମାନେ ମୋର ଲାଇଫରେ ଏତେ ତଳକୁ ଖସିଛି ଫିର ବି ପ୍ରଭୁଙ୍କ ଠାରୁ ଦୂରକୁ ଯାଇନାହିଁ ଯାହା ହଉ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ପ୍ରଭୁଙ୍କ ଦୟାରୁ ତ ସେଠି ମୁଇଁ ଥିଲା ସମୟରେ ମହେନ୍ଦ୍ର ମେଟ୍ରୋ ଭାଇ ପ୍ରୋଗ୍ରାମ ସେମାନେ ହଁ ମହେନ୍ଦ୍ର ଭାଇ ତମ ପରି ପିଲାମାନେ ଯାହାର କି ବାପା ମା ଥାଇକି ମଧ୍ୟ ସେମାନଙ୍କୁ କେତେ ଶିଖେଇଲେ କେତେ ବୁଝେଇଲେ ବୁଝୁନାହାନ୍ତି ପ୍ରଭୁଙ୍କର ନା ନେବାକୁ ମଧ୍ୟ ପସନ୍ଦ କରୁନାହାନ୍ତି କେତେ ସେମାନଙ୍କୁ ଶିଖେଇଲେ ମଧ୍ୟ ଆଜି ପିଲାମାନେ ଘର ଗୋଟିଏ ବହୁତ ବଡ ବଡ ରହୁଛନ୍ତି ମାନେ ବାପା ମା ମାନେ କହି କହି ସେମାନଙ୍କର ମୁଣ୍ଡ ମଧ୍ୟ ଖରାପ ହେଇଯାଉଛି ବାପା ମା ଥାଇକି ପିଲାମାନଙ୍କୁ ଗାଇଡ କରିବାକୁ ଥାଇକି ମଧ୍ୟ ପିଲାମାନେ ଭଲ ବାଟକୁ ଯାଇ ପାରୁନାହାନ୍ତି ପ୍ରଭୁଙ୍କୁ ସେମାନେ ଭୟ କରୁନାହାନ୍ତି କିନ୍ତୁ ଆପଣଙ୍କର ବାବା ମା ଆପଣଙ୍କ ପାଖରେ ତୁମ ନାହାନ୍ତି ବହୁତ ଦୁଃଖର ବିଷୟ ସାର୍ ତଥାପି ଆପଣ ପ୍ରଭୁଙ୍କ ସେବାରେ ଅଛନ୍ତି ପ୍ରଭୁଙ୍କ ଲାଇନରେ ଅଛନ୍ତି ତ ଏହା ଦ୍ଵାରା ନିଜ ପବିତ୍ର ଆତ୍ମା ପରମେଶ୍ୱରଙ୍କର ଶକ୍ତି ପ୍ରକାଶ ପାଉଛି ତ ମତେ ଆପଣଙ୍କର ବିଷୟ ଶୁଣି ବହୁତ ଖୁସି ଲାଗିଲା ଆଉ ଆପଣଙ୍କର ପରିବାରରେ ବର୍ତ୍ତମାନ ଆପଣଙ୍କର ପାଇଁ ଆଗରେ ପଛରେ କେହି ନାହାନ୍ତି କିନ୍ତୁ ପ୍ରଭୁ ପରମେଶ୍ୱର ଆପଣଙ୍କ ଆଗ ପଛ ହେଇ ଆପଣଙ୍କୁ ଗାଇଡ କରୁଛନ୍ତି ଆପଣ ଭୟ ଆମେ କରନ୍ତୁ ନାହିଁ ଆପଣଙ୍କ ପାଇଁ ଭବିଷ୍ୟତ ବହୁତ ବଡ ଯୋଜନା ରଖିଛନ୍ତି ଏବଂ ସ୍ୱର୍ଗରେ ଆପଣଙ୍କୁ ବହୁତ ବଡ ପୁରସ୍କାର ରଖିଛନ୍ତି ଆପଣ ଆମେ ନିଜ ଶୁଣିବେ ଯେ ସ୍ୱର୍ଗରେ ସବୁଠୁ ବଢିଆ ପାଇଁ ଚାହୁଁଛନ୍ତି ପୃଥିବୀ ସବୁଠୁ ସାନ ହେଉ ତ ପ୍ରଭୁ ଆପଣଙ୍କୁ ସ୍ଵର୍ଗରେ ବଡ କରିବା ପାଇଁ ଚାହୁଁଛନ୍ତି ବଡ ଆପଣ ନିଶ୍ଚୟ ହେଇଛନ୍ତି ତାଙ୍କ ରାଜ୍ୟରେ ଗରିତ ହେଉଛନ୍ତି ତେବେ ଆପଣଙ୍କର ଏଇ ସାକ୍ଷ୍ୟଟା ଆମକୁ ବହୁତ ଭଲ ଲାଗିଲା ଆପଣଙ୍କ କାମରେ ଧରା ପଡି ଯାଉଛି ଯେ ଆପଣ କେଉଁ ପ୍ରକାର ଲୋକ ଆମର ଗୋଟେ ଗୀତ ଅଛି ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଯୀଶୁ ଲୋକମାନଙ୍କୁ ଲୋକମାନେ ଦେଖୁ ଦେଖୁ ଜାଣିଦେବେ ଆପଣ କାମ କରିବା ସମୟରେ ଆପଣ ଗାଧୋଇବା ସମୟରେ ଆପଣ ବାସନ ମାଜିବା ସମୟରେ ଆପଣ ଡ୍ରେସ୍ କରିବା ସମୟରେ ସବୁ ସମୟରେ ଆପଣ ଯୀଶୁଙ୍କର କଥା କହୁଛନ୍ତି ଲଜ୍ଜା ଟୋଟାଲ କରୁନାହାନ୍ତି
କିମ୍ବା ଭିଡିଓ ବନେଇଲା ବେଳେ ଆପଣ କୌଣସି ପ୍ରକାର ରେଡି ପେଣ୍ଟିଂ ହେଇକି ଗୋଟେ ସାଜସଜା ହେଇକି କରୁନାହାନ୍ତି। ତ ଏଇଟା ହେଲା ବାସ୍ତବ ଖ୍ରୀଷ୍ଟିଆନ ଜୀବନ। ତ ଆପଣଙ୍କ ଏଇ କାମ ପାଇଁ କେତେ ଜଣ ପ୍ରଭୁଙ୍କର ଲୋକମାନେ ଆପଣଙ୍କୁ ବିରୋଧ କରିଛନ୍ତି, ଫୋନ କରିକି କିମ୍ବା ହ୍ୱାଟ୍ସଆପ ମେସେଜ କରିକି ଆପଣଙ୍କୁ କହିଛନ୍ତି ଏଇଟା ଠିକ ହେଲାନି, ଏଇଟା ଭୁଲ ହେଲାନି, କହିଛନ୍ତି, ବାଧା ଦେଇଛନ୍ତି? ହଁ ସାର୍, ବହୁତ ଲୋକ ମାନେ ବହୁତ ଲୋକ କୁହନ୍ତି ଭାଇ ତମର ଏମିତି ତମର ପୋଷାକ ଏମିତି ଏମିତି ବହୁତ ଜିନିଷ କୁହନ୍ତି। କିନ୍ତୁ ସାର୍ ଏଇଟା ମାନେ ଏଇ ଜିନିଷ କହିବାଟା ଠିକ ନାହିଁ। କିନ୍ତୁ ମୋର ପାଖରେ ଯଦି ସେମିତି ଏଭେଲେବୁଲ ଜିନିଷ ଯଦି ଥାନ୍ତା, ଭଲ ଭଲ ପ୍ୟାଣ୍ଟ ସାର୍ଟ ମାନେ ଟାଇପ ର ଯଦି ଥାନ୍ତା ବୋଲେ ମୁଁ ସେଟା ୟୁଟିଲାଇଜ କରିଦେଇଥାନ୍ତି, କରିଥାନ୍ତି କରିଥାନ୍ତି। ସୋ ମେନ୍ କଥା ହଉଛି ଆମେ ଆମେ ଯୋଉ ଆମେ ଯୋଉ ଏରିଆରେ ଅଛୁ ଲୋକମାନଙ୍କର ଚିନ୍ତା କଣ କହିଲେ, ଆମେ ଯଦି ବାକ୍ୟ ଧରୁଛୁ ବୋଲେ ନାଇଁ କି ପୁରା ରେଡି ଥିବାର ଅଛି, ପୁରା ମାନେ ମାନେ ଗୋଟେ ମଣିଷର ଗୋଟେ ଯେମିତି ମେଣ୍ଟାଲିଟି ସେମିତି। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଆମକୁ ଦେଖନ୍ତୁ, ପ୍ରଭୁ ଯୀଶୁ ଆମକୁ ବୁଝିବା ପାଇଁ ଯେତେବେଳେ ଲୋକମାନଙ୍କୁ କହୁଥିଲେ ଗୋଟେ ଗୋଟେ କଣ ଗୋଟେ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିଲେ। ତ ଦ୍ୟାଟ ସେମ ଗୋଟେ ଆଦିବାସୀ ଲୋକ ନିକଟ ସେଟା ପାଇଁ ଯୋଉ ପାଉଲ କହିଲେ ମୁଁ ଯିହୁଦୀ ମାନଙ୍କ ନିକଟରେ ଯିହୁଦୀ ପରା ହେଲି, ବିଜାତୀୟ ଲୋକମାନଙ୍କର ନିକଟରେ ବିଜାତୀୟ ଲୋକ ପରା ହେଲି। ଆରେ କଣ କଣ ଅଛି ମତେ ମନେ ପଡୁନାହିଁ। ଦ୍ୟାଟ ସେମ ଆମେ ଗୋଟେ ଗୋଟେ ଆଦିବାସୀ ଲୋକକୁ ଆମେ ଯଦି ବୁଝାଇବାର ଅଛି ବୋଲେ ଆମେ ଆଦିବାସୀ ଟାଇପ ରହିବାର ଅଛି। ତ ଗୋଟେ ଯେଉଁମାନେ ଏଜୁକେଟେଡ ଥାନ୍ତି ସେମାନଙ୍କ ପାଖରେ ଏଜୁକେଟେଡ ଟାଇପର ଥିବାର ଅଛି। ତ ଆମର ଯୋଉ ଆମର ଓଡିଶାରେ ଦେଖିବାକୁ ଗଲେ ବୋଲେ ସମସ୍ତେ ଆଦିବାସୀ ଟାଇପ ମାନେ ସମସ୍ତେ ସେଇ ପ୍ରକାର ହିଁ ଅଛନ୍ତି। ଏଇ ଲାଙ୍ଗୁଏଜକୁ ବହୁତ ପସନ୍ଦ କରନ୍ତି, ଆଦିବାସୀ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି, ଆଦିବାସୀ କଲଚରକୁ ବହୁତ ପସନ୍ଦ କରନ୍ତି, ଆଦିବାସୀ ଡ୍ରେସଅପକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ଏହି ପ୍ରକାର ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ତ ମୋର ଦେଖିବାକୁ ଗଲେ ଯେତେବେଳେ ପ୍ରେୟର କରିଥାଏ, ପ୍ରେୟର କଲା ସମୟରେ ପ୍ରଭୁ ଏ ପ୍ରକାର ଚାଳନା ଦିଅନ୍ତି। ତୁମେ ବନାଉଛି ଭିଡିଓ ବନାଇଲେ ସେଟା ପାଇଁ ଲୋକମାନେ ଛୋଟ ଛୋଟ ଇଭେନ ମୋର ଭିଡିଓକୁ ଛୋଟ ଛୋଟ ପିଲାମାନେ ବହୁତ ପସନ୍ଦ କରନ୍ତି ବହୁତ। ତେଣୁକରି ଆମର ଆପଣଙ୍କର ଡ୍ରେସ ଉପରେ ଆପଣ ଆପଣଙ୍କ ଗୀତରେ ଆପଣ ଆପଣଙ୍କର ଗୀତରେ ଆପଣ ଡ୍ୟାନ୍ସ ମଧ୍ୟ କରିପାରୁଛନ୍ତି, ଡ୍ୟାନ୍ସ ମଧ୍ୟ ଆପଣ ଭଲ କରିପାରୁଛନ୍ତି। ଡ୍ୟାନ୍ସରେ ମଧ୍ୟ ଆପଣ ଯଥେଷ୍ଟ ଆପଣଙ୍କର ଜ୍ଞାନ ଅଛି। ଆପଣଙ୍କର ଯୋଉ ଦେଶିଆ ଷ୍ଟାଇଲରେ ଆପଣ ଡ୍ୟାନ୍ସ କରିପାରୁଛନ୍ତି, ସେଇଟା କେମିତି ଆପଣ ଶିଖିଲେ, କୋଉଠୁ ଜାଣିଲେ, ଆପଣ କେମିତି ଆପଣଙ୍କର ମୂଳ ଜନ୍ମରୁ ସେଇଟା ଅଛି, ପିଲାଦିନରୁ ଅଛି ନା କଣ ଏବେ ଶିଖିବାକୁ ପଡିଲା? ଆରେ ବାପରେ ଆକ୍ଚୁଆଲି ସାର୍ ମୁଁ ଯୀଶୁକୁ ନ ପାଇଲା ପୂର୍ବରୁ ମଧ୍ୟ ଆମର ଗାଁରେ ଡ୍ୟାନ୍ସ ପ୍ରୋଗ୍ରାମ ହେବାର, ଡ୍ୟାନ୍ସ ପ୍ରୋଗ୍ରାମରେ ଫାଷ୍ଟ ହେବାର, ସେକେଣ୍ଡ ହେବାର ମାନେ ନାଚବାରେ ଭୟଙ୍କର ମାନେ ମାହିର ଆମର ଗାଁରେ। ଡିବା ଡିକା କଣ ହଉଛି କି କଣ ବୋଲେ ନାଚବାରେ ବହୁତ ମାହିର। ତାପରେ ଏମିତି ଥିଲା ଭଲ ଏ ଜିନିଷ ଯାକ। କିନ୍ତୁ ଯୀଶୁଙ୍କୁ ମୁଁ ଯେତେବେଳେ ଗ୍ରହଣ କଲି ମାନେ ମୋର ଲାଇଫ ଗୋଟେ ମାନେ ଗୋଟେ ଅଲଗା ସମସ୍ତେ ବାହାଟା ହେଲେ ବୋଲବାର ମତେ ବାହାଟା ବୋଲବାର ମାନେ ନିଜେ ନିଜେ ଗିଟାର ଧରି ନାଚି ପକାଇବାର ଏମିତି କରିବାର। ତାପରେ ମେଟ୍ରୋ ପ୍ରୋଗ୍ରାମରେ ଯୋଉ ଜିନିଷ ଶିଖାଇବାର କି ନାହିଁ ସେ ଜିନିଷକୁ ମୁଇଁ ଆପ୍ଲାଏ କରି ଲୋକ ମାନେ ପୁଅ ଝିଅ ମାନଙ୍କୁ ଶିଖାଇବାର ଇଏ କରିଦେବି। ତ ପ୍ରଭୁଙ୍କର ଦୟାରେ ବଜା ବୋଲେ ବଜାଏ ଜିନିଷ ଚର୍ଚ୍ଚରେ ଯୋଉଟା ଅଛି, ବଜା ବୋଲେ ବଜା, କିବୋର୍ଡ ବୋଲେ କିବୋର୍ଡ, ଗିଟାର ବୋଲେ ଗିଟାର, ଗୀତ ବୋଲେ ଗୀତ, ଡ୍ରାମା ବୋଲେ ଡ୍ରାମା, କାନ୍ଦବାଟା ବୋଲେ କାନ୍ଦ, ହସ ବୋଲେ ହସ, ସବୁ କିଛି ପ୍ରଭୁ ଦେଇଛନ୍ତି। ମାନେ ଛୋଟ ଛୋଟ ପିଲାମାନଙ୍କ ଭିତରେ ସେ ଆକ୍ଟିଭିଟି କରିବା ମାନେ କରି କରି ସେ ଜିନିଷ ପୁରା ରହିଯାଇଛି। ସବୁ ଏଠି ଯଦି ଗୋଟେ ଛୋଟ ଛୋଟ ପିଲାମାନେ କିଏ ଯଦି ଥିବେ ବୋଲେ ସେମାନଙ୍କୁ ମାନେ ନିଜର ଆୟତରେ ରଖିବା ପାଇଁ ବୋଲେ ପ୍ରଭୁ ସେମିତି ଜିନିଷ ଦେଇଛନ୍ତି। ବଡ ଲୋକ ହଉ ଛୋଟ ଲୋକ ହଉ ମାନେ ପ୍ରଭୁଙ୍କର ଜିନିଷରେ ମାନେ ଦେଇଛନ୍ତି ସାର୍, ସେଟା ପ୍ରଭୁଙ୍କର ହିଁ ମାନେ ଦାନ ଅଟେ, ଆମର କଣ ଅଛି କିଛି ନାହିଁ। କିନ୍ତୁ ଏତିକି କହିବି ମାତ୍ର ପ୍ରଭୁଙ୍କର ବିଷୟ କହିଲା ସମୟରେ ମତେ ଲାଜ ଲାଗିବ ନାହିଁ କି କିଏ ମତେ କେମିତି ଭାବୁଛି ଏ ଜିନିଷ ଫିଲିଙ୍ଗ ଆସିବ ନାହିଁ ମତେ। ମେନ୍ ଟାର୍ଗେଟ ହଉଛି ଲୋକମାନେ ଯୀଶୁଙ୍କର ବାକ୍ୟକୁ ବୁଝନ୍ତୁ, ଏଇଟା ହଉଛି ମେନ୍ ଟାର୍ଗେଟ। ଲୋକମାନେ ଯୀଶୁଙ୍କୁ ଗ୍ରହଣ କରନ୍ତୁ। କିନ୍ତୁ ବାଇବଲ କହୁଛି ଗୋଟେ ଲୋକ ଯୋଉ ଦିନ ମନ ପରିବର୍ତ୍ତନ କରି ମାନେ ଯୀଶୁଙ୍କୁ ଗ୍ରହଣ କରିବ ସେଇ ଦିନ ହିଁ ସ୍ୱର୍ଗ ଆନନ୍ଦିତ ହେବ। ଅର୍ଥାତ୍ ମୋର ବାକ୍ୟ ଦ୍ଵାରା ଗୋଟେ ଲୋକ ଯଦି ମୁଁ ଡ୍ରେସ ଅପ୍ ହେଇଥିବି, ଗୋଟେ ଲୋକ ବାକ୍ୟ ବୁଝୁନଥିବ, ମୋର ପାଖରେ ସବୁ କିଛି ଥିବ ଆଉ ଗୋଟେ ଲୋକ ବାକ୍ୟ ବୁଝୁନଥିବ କିଛି ଫାଇଦା ନାହିଁ ନା। ତେଣୁକରି ମୋର ବାକ୍ୟ ଦ୍ଵାରା ମୁଁ ଯୋଉଟା କହୁଛି ଈଶ୍ୱରଙ୍କର ବାକ୍ୟ ଗୋଟେ ଲୋକ ବୁଝିପାରୁଛି ତାଠୁ ଆଉ ବଡ ବିଷୟ କଣ ଅଟେ, ସେଟା ହଉଛି ଇମ୍ପୋର୍ଟାଣ୍ଟ। ତେଣୁକରି ଆମେ ସେମାନଙ୍କର ଅନୁସାରେ ହିଁ ଆମେ କହିଲେ ଭଲ ହେବ। ସବୁ ଏବେ ଗୋଟେ ଚାଇନିଜ ଲୋକ ମୁଇଁ ଯାଇକିନା ମୁଇଁ ଆମର ଭାଷା କହିବି ବୋଲି ସେ ବୁଝିବ କି ନାଇଁ, ତାଙ୍କର ଭାଷା କହିବାର ଅଛି। ଆମର ଲୋକମାନଙ୍କୁ ଆମର ଭାଷାରେ ଆମର ଢାଞ୍ଚାରେ ଆମର ମାନେ ଆମର ଦେଶିଆ ଟାଇପ ର କପଡାରେ କହିଲେ ବୋଲି ସେମାନେ ବୁଝିପାରିବେ। ବଢିଆ। ବର୍ତ୍ତମାନ ସମୟରେ ଓଡିଶାରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡନ କରାଯାଉଛି, ଅପମାନ କରାଯାଉଛି, ମିଛ କଥା କହି ସେମାନଙ୍କୁ ଆ ନିନ୍ଦା ଅଛି। ଆପଣ ସେ ବିଷୟରେ ଆପଣ କଣ କହିବେ?
এটা ତ ବହୁତ ଖୁସିର ବିଷୟ ସାର୍। ଦେଖନ୍ତୁ ଯୋଉ ତପି ମିଶ୍ର ଆଜ୍ଞା ଯୋଉଟା କହୁଛି କି ନାଇଁ, ଯୋଉମାନେ ଓଡିଶାରେ ନାଇଁ କି ଏମିତି ନର୍ମାଲ ଟାଇପ ର ଯୀଶୁଙ୍କର ନାମ ମଧ୍ୟ ଶୁଣିଥିଲେ, କିନ୍ତୁ ସେ କହିବା ଦ୍ଵାରା ଯୀଶୁଙ୍କର ନାମ ଆହୁରି ଅଧିକ ମାନେ ବ୍ୟାପି ଗଲା। ଆରେ ମନେ ରଖିଥାନ୍ତୁ, ସତ୍ୟକୁ କିଏ କେବେ ମାରି ପାରିବେ ନାହିଁ, ଜୀବନକୁ କିଏ କେବେ ମାରି ପାରିବେ ନାହିଁ। ସତ୍ୟତା ସବୁବେଳେ ପ୍ରକାଶିତ ହେବ। ଯେ ଯେତେ ମାନେ ବାଇବଲ ଅନୁସାରେ ଯେତେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯୋଉ ଜାଗାରେ ଯେତେ ତାଡନା ହେଇଛି, ସେ ଜାଗାରେ ଲୋକମାନେ ସେତେ ବଢିଛନ୍ତି। ଯୋଉ ଜାଗାରେ ଯୀଶୁଙ୍କୁ ଅଗ୍ରାହ୍ୟ ବେଶୀ କରିଛନ୍ତି, ସେ ଜାଗାରେ ହିଁ ଯୀଶୁଙ୍କୁ ବହୁତ ଗ୍ରହଣ କରିଛନ୍ତି। ତ ତେଣୁକରି ସେମାନେ ଯୋଉଟା କହୁଛନ୍ତି, ମାନେ ଲେଖା ନଇଲା କଥା ସେଟା ସେଟା ଯୋଉଟା କହୁଛନ୍ତି, ସେମାନଙ୍କର ଦେବା ଦେବତୀ ମାନଙ୍କୁ ସେମାନେ ନିଜେ ମାନେ ଏକ୍ସପୋଜ କରୁଛନ୍ତି। ସପୋଜ ଆମର ଯୀଶୁଙ୍କର ମାନେ କଣ କି ଖରାପ ଗୁଣ ମାନେ ଯୋଉଟା ବାଇବଲରେ ନାହିଁ, ସେ ଜିନିଷ ହିଁ ସେମାନେ କହୁଛନ୍ତି। ମାତ୍ର ସେମାନଙ୍କର ଧର୍ମଶାସ୍ତ୍ର ସେମାନେ କହୁନାହାନ୍ତି। ମାନେ ସେମାନଙ୍କର ଧର୍ମଶାସ୍ତ୍ର ସେମାନଙ୍କୁ ଜଣା ନାହିଁ। ସେମାନଙ୍କର ଏବେ ସବୁ ସେମାନେ ବିଷ୍ଣୁ ବ୍ରହ୍ମା ଯାହା ମଧ୍ୟ ଅଛି, ସେମାନଙ୍କର ବିଷୟରେ ସେମାନେ କହିଥାନ୍ତେ କିନ୍ତୁ କହୁନାହାନ୍ତି, କିନ୍ତୁ ଯୀଶୁଙ୍କର ବିଷୟରେ କହୁଛନ୍ତି। ଏଥିରୁ ଆମେ ଜାଣିବା ଉଚିତ ଯେ ସେମାନଙ୍କ ପାଖରେ ସେମାନଙ୍କର ସବୁ ମୋର ପାଖରେ ଭଲ ଗୁଣ ଯଦି ଥିବ, ମୋର ପାଖରେ ବୋଲେ ମୁଇଁ କହିବି ନାଇଁ ଭାଇ ମୋ ପାଖରେ ଏମିତି ଗୁଣ ଅଛି, ମୋ ପାଖରେ ଏମିତି ପବିତ୍ରତା ଅଛି, ଧାର୍ମିକତା ଅଛି, ମୁଁ ଏମିତି କରିପାରିବି, ସେମିତି କରିପାରିବି, ମୋର ଦ୍ୱାରା ସବୁ କିଛି ସମ୍ଭବ ହେଇପାରିବ। ମୋର ପାଖରେ ସେ ଜିନିଷ ଥିଲେ ତୁମେ ଏକ୍ସପ୍ଲେନ କରିବି। ଦ୍ୟାଟ୍ ସେମ୍ ଯୀଶୁଙ୍କର ପାଖରେ ହିଁ ଧାର୍ମିକତା କେବଳ ଯୀଶୁଙ୍କ ଠାରେ ଅଛି, ପବିତ୍ରତା କେବଳ ଯୀଶୁଙ୍କ ଠାରେ ଅଛି, ପରିତ୍ରାଣ କେବଳ ଯୀଶୁଙ୍କ ଠାରେ ଅଛି, ଉଦ୍ଧାର କେବଳ ଯୀଶୁଙ୍କ ଠାରେ ଅଛି, ଶାନ୍ତି କେବଳ ଯୀଶୁଙ୍କ ଠାରେ ଅଛି, ପବିତ୍ରତା ମୁକ୍ତି କେବଳ ଯୀଶୁଙ୍କ ଠାରେ ଅଛି। ଆରେ ଯୀଶୁଙ୍କର ବିଷୟରେ ଯଦି ଆମେ କହିବା, ଯୀଶୁଙ୍କର ବିଷୟରେ ଯଦି ଆମେ କହିବା ବୋଲେ ନାଇଁ କି ସର୍ବ ନାହିଁ। ମାନେ ପ୍ରଭୁ କହିଲେ ମୁଁ ଆରମ୍ଭ ଆରେ ଶେଷ। ମାନେ ତାକୁ ଆମେ କେବେ ନାପି ପାରିବୁ ନାହିଁ କି ତାଙ୍କର ବିଷୟରେ ଗୋଟେ ଛୋଟ କାହାଣୀରେ ଗୋଟେ ଛୋଟ ଇଏରେ ଆମେ ମାନେ କରିପାରିବା ନାହିଁ। କାହିଁକି ପ୍ରଭୁ ଅସୀମ ଅଟନ୍ତି। ତ ପ୍ରଭୁ ସେମାନେ ଯୋଉଟା କହୁଛନ୍ତି, ତାଙ୍କର ଦେବା ଦେବତୀ ବିଷୟରେ ସେମାନେ କହିଥାନ୍ତେ, ସେମାନେ କହିପାରୁନାହାନ୍ତି ଅର୍ଥାତ୍ ଜାଣିନାହାନ୍ତି। ସେମାନଙ୍କର ଭିତରେ ସେ ଜିନିଷ ନାହିଁ, କିନ୍ତୁ ଆମର ଯୀଶୁଙ୍କ ନିକଟରେ ଅଛି। ସେମାନେ କହିଲେ ତମର ଯୀଶୁ ତ 3ଟା କ୍ରୁଶରେ ମରିଗଲେ ବୋଲି। ଆରେ 3ଟା କ୍ରୁଶରେ ଯଦି ତାଙ୍କେ ଯଦି ମାନେ ମରି ଯାଇଥାନ୍ତେ ଗୋଟେ ମଣିଷ ରୂପରେ ବୋଲେ ଆଜି ସାରା ପୃଥିବୀ ଜାଣତା ନାହିଁ। ଖାଣ୍ଡା କାତି ଧରି କରି ସାରା ପୃଥିବୀର ଲୋକ ଜାଣି ପାରିଲେ ନାହିଁ, ଗଦା ଧରି କରି ସାରା ପୃଥିବୀର ଲୋକ ଜାଣିଲେ ନାହିଁ, ମାତ୍ର ଆମର ଯୀଶୁ କୃଷ କାଠରେ ଝୁଲି କରି ସବୁ ପୃଥିବୀ ଜାଣିଲେ। ଆରେ ଭାବନ୍ତୁ ସେ କୃଷ କାଠରେ ଝୁଲା ଲୋକର ପାୱାର ଏତିକି ବୋଲେ ତାଙ୍କେ ବିଚାର କରିବାକୁ ଆଇଲା ବେଳେ କେତେ ନଥିବ। ବୁଝୁନାହାନ୍ତି ଲୋକମାନେ, ଟିକେ ଭାବତେ କିନ୍ତୁ ସତ କଥା କୃଷ କାଠରେ ଝୁଲା ଲୋକ କେତେ ଲୋକମାନେ ସବୁ ଲୋକ ଜାଣୁଛନ୍ତି। କେମିତି ପାୱାର ଅଛି ମୋର ଗୋଟେ ଟିକେ ଲୋକମାନେ ଗୋଟେ ସିମ୍ପଲି ଗୋଟେ ଜାଣିଥାନ୍ତେ, ହେଲେ ବୁଝୁନାହାନ୍ତି କଣ କରବା। ଆକ୍ଚୁଆଲି ସାର୍ କଣ କହିଲେ, ଯୋଉ ଆମର ଯୋଉ ଆଦିବାସୀ ଭାଇ ମାନେ ଅଛନ୍ତି, ଆଦିବାସୀ ଭାଇ ମାନେ ଯୋଉମାନେ ନାଇକି ଏଜୁକେଟେଡ ହେଉଛନ୍ତି କି ନାଇଁ, ସେମାନେ ଆକ୍ଚୁଆଲି କେୟାର ନାହିଁ। ସେଟା ପାଇଁ ଦେଖ ହିନ୍ଦୁ ଲୋକମାନଙ୍କର ନିକଟରେ ସମସ୍ତଙ୍କ ପାଖରେ ଧର୍ମଶାସ୍ତ୍ର ନଥିବ, ସେମାନଙ୍କର ଶାସ୍ତ୍ର ନଥିବ, କେୟାର କରନ୍ତି ନାହିଁ, ଖାଲି ପୂଜା ଗୋଟାଇଲେ ନାଚା ଟେକା ହେଇ ଖତମ। କିନ୍ତୁ ଖ୍ରୀଷ୍ଟିଆନ ପରିବାର ଦେଖ ସମସ୍ତଙ୍କ ପାଖରେ ବାଇବଲ ଥିବ, ସବୁ ଲାଙ୍ଗୁଏଜରେ ଟ୍ରାନ୍ସଲେଟ ହେଇଥିବ। କାହିଁ ପ୍ରଭୁଙ୍କର ଇଚ୍ଛା ସମସ୍ତେ ଜାଣନ୍ତୁ ବୋଲିକିନା। ଯଦି ସତ୍ୟ ପ୍ରଭୁ ହେଇଥାନ୍ତେ ବୋଲେ ତାଙ୍କୁ ମଧ୍ୟ ବ୍ୟାପିଥାନ୍ତା, ଅଟୋମେଟିକ ବ୍ୟାପିଥାନ୍ତା। ନାଇଁ ତ ସିମ୍ପଲ କଥା। ତେଣୁକରି ସେମାନେ ଯୋଉଟା ବହୁତ ବହୁତ କହୁଛନ୍ତି ଲେଖା ଧନ୍ୟବାଦ ରହିଲା। ମହେନ୍ଦ୍ର ଭାଇ, ସମୟ ଦେଲେ ଆମକୁ ଆଜି ଏହି ଛୋଟ program ରେ, ସହଯୋଗ କଲେ, ଟାଇମ କାଢିଲେ, ଆମ ସହିତ ଆଲୋଚନା କଲେ। ତାଙ୍କୁ ଆଶୀର୍ବାଦ କରନ୍ତୁ ଭାଇ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଯେଉଁ ସେବା କାର୍ଯ୍ୟଟାକୁ ଏମିତି ହିଁ ଜାରି ରଖନ୍ତୁ। ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ଜଣେ ହେଇକି ଅଛନ୍ତି, ଆହୁରି ବି 2-3 ଜଣ ଅଧିକା ହୋଇ ଆପଣଙ୍କ ପରି ଆପଣ ଗୋଟେ ଗ୍ରୁପ ହେଇକି ମଧ୍ୟ ସେବା କାର୍ଯ୍ୟ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍ ସମସ୍ତଙ୍କୁ ଆମେନ୍। ପ୍ରେଜ୍